ଏହା ସେହି ପ୍ରାଚୀନ ଭୂମି ଅନ୍ୟାନ୍ୟ ଦେଶକୁ ଯିବା ପୂର୍ବରୁ ତତ୍ତ୍ୱଜ୍ଞାନ ଯେଉଁ ସ୍ଥାନକୁ ନିଜ ପ୍ରିୟ ବାସଭୂମି ରୂପେ ସ୍ଥିର କରିଥିଲା, ଏହି ସେ ଭାରତ ଭୂମି ଯେଉଁ ଭୂମିର ଆଧ୍ୟାତ୍ମିକ ପ୍ରବାହ ଜଡ଼ରାଜ୍ୟରେ ସାଗର ସଦୃଶ ପ୍ରବାହମାନ ସ୍ରୋତସ୍ୱତୀ ସମୂହ ତୁଲ୍ୟ, ଯେଉଁଠାରେ ଅନନ୍ତ ହିମାଳୟ ସ୍ତରେ ସ୍ତରେ ଉତ୍ଥିତ ହୋଇ ହିମ ଶିଖର ରାଜି ଦ୍ୱାରା ଯେପରିକି ସ୍ୱର୍ଗ ରାଜ୍ୟର ରହସ୍ୟ ନିଚୟ ଦିଗରେ ଦୃଷ୍ଟି ସମ୍ପାତ କରୁଛି। ଏହି ସେ ଭାରତ ଯେଉଁ ଭାରତ ଭୂମିର ମୃତ୍ତିକା ଶ୍ରେଷ୍ଠତମ ଋଷିଗଣଙ୍କ ଚରଣ ରଜରେ ପବିତ୍ର ହୋଇଛି। ଏଠାରେ ହିଁ ସର୍ବପ୍ରଥମେ ଅନ୍ତର୍ଜଗତର ରହସ୍ୟ ଉଦ୍ଘାଟନ ପାଇଁ ଚେଷ୍ଟା ହୋଇଥିଲା। ଏଠାରେ ହିଁ ମାନବ ମନ ନିଜ ସ୍ୱରୂପାନୁସନ୍ଧାନରେ ପ୍ରଥମେ ଅଗ୍ରସର ହୋଇଥିଲା। ଏହିଠାରେ ହିଁ ଜୀବାତ୍ମାର ଅମରତ୍ୱ, ଅନ୍ତର୍ଯାମୀ ଈଶ୍ୱର ଏବଂ ଜଗତ ପ୍ରପଞ୍ଚରେ ଓ ମାନବଠାରେ ଓତପ୍ରୋତ ଭାବରେ ଅବସ୍ଥିତ ପରମାତ୍ମା ସମ୍ବନ୍ଧୀୟ ମତବାଦର ପ୍ରଥମ ଉଦ୍ଭବ ଏବଂ ଧର୍ମ ଓ ଦର୍ଶନର ସର୍ବୋଚ୍ଚ ଆଦର୍ଶ ସମୂହ ଏହିଠାରେ ଚରମ ପରିଣତି ପ୍ରାପ୍ତ ହୋଇଥିଲା। ଏ ସେହି ଭୂମି ଯେଉଁଠାରୁ ଧର୍ମ ଓ ଦାର୍ଶନିକ ତତ୍ତ୍ୱ ସମୂହ ବନ୍ୟା ସମ ପ୍ରବାହିତ ହୋଇ ସମଗ୍ର ଜଗତକୁ ପ୍ଲାବିତ କରିଛି ଏବଂ ଏହିଠାରୁ ହିଁ ପୁଣି ତଦ୍ରୂପ ତରଙ୍ଗର ଅଭ୍ୟୁଦୟ ହୋଇ ନିସ୍ତେଜ ଜାତି ସମୂହ ମଧ୍ୟରେ ଜୀବନ ଓ ତେଜ ସଞ୍ଚାର କରିବ। ଏ ସେହି ଭାରତ ଯାହା ଶତ ଶତ ଶତାବ୍ଦୀର ଅତ୍ୟାଚାର, ଶତ ଶତ ବୈଦେଶିକ ଆକ୍ରମଣ, ଶତ ଶତ ପ୍ରକାର ରୀତିନୀତିର ବିପର୍ଯ୍ୟୟ ସହି ମଧ୍ୟ ଅକ୍ଷୁଣ୍ଣ ରହିଛି। ଏ ସେହି ଭୂମି ଯାହା ନିଜ ଅବିନାଶୀ ବୀର୍ଯ୍ୟ ଓ ଜୀବନ ଧରି ପର୍ବତ ଅପେକ୍ଷା ମଧ୍ୟ ଦୃଢ଼ତର ଭାବରେ ଦଣ୍ଡାୟମାନ। ଆମମାନଙ୍କର ଶାସ୍ତ୍ରୋପଦିଷ୍ଠ ଆତ୍ମା ଯେପରି ଅନାଦି, ଅନନ୍ତ ଓ ଅମୃତ ସ୍ୱରୂପ, ଆମମାନଙ୍କର ଏହି ଭାରତ ଭୂମିର ଜୀବନ ମଧ୍ୟ ତଦ୍ରୂପ ଏବଂ ଆମେ ଏହି ଦେଶର ସନ୍ତାନ। ହେ ଭାରତ ସନ୍ତାନଗଣ, ମୁଁ ତୁମମାନଙ୍କୁ ଆଜି କେତେକ କାର୍ଯ୍ୟର କଥା କହିବାକୁ ଆସିଛି ଏବଂ ଭାରତ ଭୂମିର ପୂର୍ବ ଗୌରବ ସ୍ମରଣ କରାଇ ଦେବାର ଉଦ୍ଦେଶ୍ୟ କେବଳ ତୁମମାନଙ୍କୁ ପ୍ରକୃତ ପଥରେ କାର୍ଯ୍ୟ ପ୍ରତି ଆହ୍ୱାନ କରିବା ବ୍ୟତୀତ ଆଉ କିଛି ନୁହେଁ। ମୋତେ ଲୋକେ ଅନେକ ଥର କହିଛନ୍ତି, ପୂର୍ବ ଗୌରବର ସ୍ମରଣରେ କେବଳ ମନର ଅବନତି ହୁଏ ମାତ୍ର, ଏଥିରେ କୌଣସି ଫଳଦେୟ ହୁଏ ନାହିଁ। ସୁତରାଂ ଆମମାନଙ୍କୁ ଭବିଷ୍ୟତ ଦିଗରେ ଲକ୍ଷ୍ୟ ରଖି କାର୍ଯ୍ୟ କରିବାକୁ ହେବ, ସତ୍ୟ କଥା। କିନ୍ତୁ ଏହା ମଧ୍ୟ ବୁଝିବାକୁ ହେବ, ଅତୀତର ଗର୍ଭରୁ ହିଁ ଭବିଷ୍ୟତର ଜନ୍ମ। ଅତଏବ ଯେତେ ଦୂର ପାର ପଶ୍ଚାତ୍ ଦୃଷ୍ଟି କର। ପଶ୍ଚାତରେ ଯେଉଁ ଅନନ୍ତ ନିର୍ଝରିଣୀ ପ୍ରବାହିତ, ପ୍ରାଣ ଭରି ଆକଣ୍ଠ ତାହାର ସଲିଳ ପାନ କର। ତାହାପରେ ସମ୍ମୁଖ ସମ୍ପ୍ରସାରିତ ଦୃଷ୍ଟି ନେଇ ସମ୍ମୁଖକୁ ଅଗ୍ରସର ହୁଅ ଏବଂ ଭାରତ ପ୍ରାଚୀନ କାଳରେ ଯେତେ ଉଚ୍ଚ ଗୌରବ ଶିଖରରେ ଆରୂଢ଼ ହୋଇଥିଲା, ତାକୁ ତଦପେକ୍ଷା ଉଚ୍ଚତର, ଉଜ୍ଜ୍ୱଳତର, ମହତ୍ତର, ମହିମାଶାଳୀ କରିବା ପାଇଁ ଚେଷ୍ଟା କର। ଆମମାନଙ୍କ ପୂର୍ବପୁରୁଷଗଣ ମହାପୁରୁଷ ଥିଲେ। ଆମମାନଙ୍କୁ ପ୍ରଥମେ ଏହା ଜାଣିବାକୁ ହେବ। ଆମମାନଙ୍କୁ ପ୍ରଥମେ ଜାଣିବାକୁ ହେବ ଆମେ କି ଉପାଦାନରେ ଗଠିତ, କେଉଁ ରକ୍ତ ଆମ ଧମନୀରେ ପ୍ରବାହମାନ। ତାହାପରେ ସେହି ପୂର୍ବପୁରୁଷଗଣଙ୍କଠାରୁ ପ୍ରାପ୍ତ ଶୋଣିତରେ ବିଶ୍ୱାସୀ ହୋଇ, ସେମାନଙ୍କର ସେହି ଅତୀତ କାର୍ଯ୍ୟରେ ବିଶ୍ୱାସୀ ହୋଇ, ସେହି ବିଶ୍ୱାସ ବଳରେ ସେହି ଅତୀତ ମହତ୍ୱର ଜ୍ୱଳନ୍ତ ଧାରଣାଠାରୁ ପୂର୍ବେ ଯାହା ଥିଲା ତାହାଠାରୁ ମଧ୍ୟ ଶ୍ରେଷ୍ଠତର ନୂତନ ଭାରତ ଗଠନ କରିବାକୁ ହେବ। ଅବଶ୍ୟ ମଧ୍ୟେ ମଧ୍ୟେ ଏଠାରେ ଅବନତିର ଯୁଗ ଆସିଛି। ମୁଁ ଏହାକୁ ଧର୍ତ୍ତବ୍ୟ ମନେ କରେ ନାହିଁ। ଆମେ ସମସ୍ତେ ହିଁ ସେ କଥା ଜାଣୁ। ଏହାର ମଧ୍ୟ ଆବଶ୍ୟକତା ଥିଲା। ଏହି ପ୍ରକାଣ୍ଡ ମହୀରୁହରୁ ସୁନ୍ଦର ସୁପକ୍ୱ ଫଳ ଜନ୍ମିଲା। ସେଇ ଫଳ ମାଟିରେ ପଡ଼ି ସଢ଼ିଲା। ସେଥିରୁ ପୁଣି ଅଙ୍କୁର ଜନ୍ମି ହୁଏତ ପ୍ରଥମ ବୃକ୍ଷଠାରୁ ମଧ୍ୟ ମହତ୍ତର ବୃକ୍ଷର ଉଦ୍ଭବ ହେଲା। ଏହିପରି ଯେଉଁ ଅବନତିର ଯୁଗ ମଧ୍ୟ ଦେଇ
ଆମମାନଙ୍କୁ ଆସିବାକୁ ହୋଇଛି ତାହାର ମଧ୍ୟ ପ୍ରୟୋଜନୀୟତା ଥିଲା। ସେହି ଅବନତିରୁ ହିଁ ଭାବି ଭାରତର ଅଭ୍ୟୁଦୟ ହୋଇଛି। ବର୍ତ୍ତମାନ ଏହାର ଅଙ୍କୁର ଦେଖାଯାଉଛି। ଏହାରି ନବପଲ୍ଲବ ବାହାର ହୋଇଛି। ଏକ ମହାନ ପ୍ରକାଣ୍ଡ ଊର୍ଦ୍ଧ୍ୱମୂଳମ୍ ବୃକ୍ଷ ଉଦ୍ଗତ ହେବାକୁ ଆରମ୍ଭ କରିଛି। ଆଜି ତାହାରି ସମ୍ବନ୍ଧରେ ମୁଁ ତୁମମାନଙ୍କୁ କହିବାକୁ ଅଗ୍ରସର ହୋଇଛି। ଅନ୍ୟାନ୍ୟ ଦେଶର ସମସ୍ୟା ସମୂହ ଅପେକ୍ଷା ଏ ଦେଶର ସମସ୍ୟା ଜଟିଳତର, ଗୁରୁତର। ଜାତି, ଧର୍ମ, ଭାଷା, ଶାସନ ପ୍ରଣାଳୀ ଏହି ସମସ୍ତ ଘେନି ଗୋଟିଏ ଦେଶ ଗଠିତ। ଯଦି ଗୋଟିଏ ଗୋଟିଏ କରି ଅନ୍ୟାନ୍ୟ ଜାତି ସହିତ ଏହି ଜାତିର ତୁଳନା କରାଯାଏ, ତେବେ ଦେଖାଯିବ ଅନ୍ୟାନ୍ୟ ଜାତି ଯେଉଁ ଯେଉଁ ଉପାଦାନରେ ଗଠିତ, ତାହା ଅପେକ୍ଷାକୃତ ଅଳ୍ପ ସଂଖ୍ୟକ। ଆର୍ଯ୍ୟ, ଦ୍ରାବିଡ଼, ତାତାର, ତୁର୍କ, ମୋଗଲ, ୟୁରୋପୀୟ, ଯେପରିକି ଜଗତର ସକଳ ଜାତିର ଶୋଣିତ ଏହି ଦେଶରେ ରହିଛି। ଏଠାରେ ନାନା ଭାଷାର ଅପୂର୍ବ ସମାବେଶ। ପୁଣି ଆଚାର ବ୍ୟବହାରରେ ଦୁଇଟି ଭାରତୀୟ ଶାଖା ଜାତି ମଧ୍ୟରେ ଯେତେ ପ୍ରଭେଦ, ୟୁରୋପୀୟ ଓ ପ୍ରାଚ୍ୟ ଜାତି ମଧ୍ୟରେ ସେତେ ପ୍ରଭେଦ ନାହିଁ। କେବଳ ଆମମାନଙ୍କର ପବିତ୍ର ପରମ୍ପରାଗତ ଉପଦେଶ, ଆମମାନଙ୍କର ଧର୍ମ ହିଁ ଆମମାନଙ୍କର ସମ୍ମେଳନ ଭୂମି। ଏହି ଭିତ୍ତିରେ ହିଁ ଆମମାନଙ୍କୁ ଜାତୀୟ ଜୀବନ ଗଠନ କରିବାକୁ ପଡ଼ିବ। ୟୁରୋପରେ ରାଜନୀତି ହିଁ ଜାତୀୟ ଐକ୍ୟର ଭିତ୍ତି। ଏସିଆରେ କିନ୍ତୁ ଧର୍ମ ହିଁ ଏହି ଐକ୍ୟର ମୂଳ। ଅତଏବ ଭାବି ଭାରତ ଗଠନ ପାଇଁ ଧର୍ମର ଐକ୍ୟ ସାଧନ ଏକାନ୍ତ ପ୍ରୟୋଜନ। ଏହି ଭାରତ ଭୂମିର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସର୍ବତ୍ର ଏକ ଧର୍ମ ସମସ୍ତଙ୍କୁ ସ୍ୱୀକାର କରିବାକୁ ହେବ। ଏକ ଧର୍ମ ଏକଥା ମୁଁ କେଉଁ ଅର୍ଥରେ ବ୍ୟବହାର କରୁଛି? ଖ୍ରୀଷ୍ଟିଆନ, ମୁସଲମାନ ବା ବୌଦ୍ଧମାନଙ୍କ ମଧ୍ୟରେ ଯେଉଁ ହିସାବରେ ଏକ ଧର୍ମ ବିଦ୍ୟମାନ, ମୁଁ ସେ ହିସାବରେ ଏକ ଧର୍ମ କଥା ବ୍ୟବହାର କରୁନାହିଁ। ଆମେ ଜାଣୁ ଆମମାନଙ୍କର ବିଭିନ୍ନ ସମ୍ପ୍ରଦାୟର ସିଦ୍ଧାନ୍ତ ସମୂହ ଯେତେ ବିଭିନ୍ନ ହେଉ ପଛକେ, ଏମାନଙ୍କର ଯେତେ ବିଭିନ୍ନ ଦାବି ଥାଉ ପଛକେ, କେତେଗୁଡ଼ିଏ ସିଦ୍ଧାନ୍ତ ଏପରି ଅଛି ଯେଉଁଥିରେ ସକଳ ସମ୍ପ୍ରଦାୟ ଏକମତ। ଅତଏବ ଆମ୍ଭମାନଙ୍କ ସମ୍ପ୍ରଦାୟ ସମୂହର ଏହିପରି କେତେଗୁଡ଼ିଏ ସାଧାରଣ ସିଦ୍ଧାନ୍ତ ଅଛି ଏବଂ ଏଗୁଡ଼ିକ ସ୍ୱୀକାର କରିବା ପରେ ଆମ ଧର୍ମ ସକଳ ସମ୍ପ୍ରଦାୟ ଓ ସମସ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ଭାବ ପୋଷଣ କରିବା ପାଇଁ ଇଚ୍ଛାନୁଯାୟୀ ଚିନ୍ତା ଓ କାର୍ଯ୍ୟ ପାଇଁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଥାଏ। ଆମେ ସମସ୍ତେ ହିଁ ଏହା ଜାଣୁ। ଅନ୍ତତଃ ଆମମାନଙ୍କ ମଧ୍ୟରେ ଯେଉଁମାନେ ଟିକିଏ ଚିନ୍ତାଶୀଳ, ସେମାନେ ହିଁ ଏହା ଜାଣନ୍ତି। ପୁଣି ଆମେ ଚାହୁଁ ଆମ ଜୀବନର ଧର୍ମର ଏହି ଜୀବନପ୍ରଦ ସାଧାରଣ ତତ୍ତ୍ୱ ସମୂହ ସମସ୍ତଙ୍କ ନିକଟରେ, ଏହି ଦେଶର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ନିକଟରେ ପ୍ରଚାରିତ ହେଉ। ସମସ୍ତେ ସେଗୁଡ଼ିକ ଜାଣନ୍ତୁ, ବୁଝନ୍ତୁ ଏବଂ ନିଜ ଜୀବନରେ ପରିଣତ କରିବା ପାଇଁ ଚେଷ୍ଟା କରନ୍ତୁ। ସୁତରାଂ ଏହା ହିଁ ଆମମାନଙ୍କର ପ୍ରଥମ କାର୍ଯ୍ୟ। ଆମେ ଦେଖିବାକୁ ପାଉଁ ଏସିଆରେ, ବିଶେଷତଃ ଭାରତବର୍ଷରେ ଜାତି, ଭାଷା, ସମାଜ ସମ୍ବନ୍ଧୀୟ ସମସ୍ତ ବାଧା ଧର୍ମର ସମ୍ମେଳନକାରିଣୀ ଶକ୍ତି ନିକଟରେ କିଛି ନୁହେଁ। ଆମେ ଜାଣୁ ଭାରତବାସୀଙ୍କ ଧାରଣା ଆଧ୍ୟାତ୍ମିକ ଆଦର୍ଶରୁ ଉଚ୍ଚତର ଆଦର୍ଶ ଆଉ କିଛି ନାହିଁ। ଏହା ହିଁ ଭାରତୀୟ ଜୀବନର ମୂଳମନ୍ତ୍ର। ପୁଣି ଏହା ମଧ୍ୟ ଆମେ ଜାଣୁ ଆମେ ସ୍ୱଳ୍ପତମ ବାଧାର ପଥରେ ହିଁ କାର୍ଯ୍ୟ କରିବାକୁ ସମର୍ଥ। ଧର୍ମ ଯେ ସର୍ବୋଚ୍ଚ ଆଦର୍ଶ, ଏହା ତ ସତ୍ୟ, କିନ୍ତୁ ମୁଁ ଏଠାରେ ସେ କଥା କହୁନାହିଁ। ମୁଁ କହୁଛି ଭାରତ ପକ୍ଷରେ କାର୍ଯ୍ୟ କରିବାର ଏହା ହିଁ ଏକମାତ୍ର ଉପାୟ। ପ୍ରଥମେ ଧର୍ମ ଦିଗଟିକୁ ଦୃଢ଼ ନ କରି ଏଠାରେ ଅନ୍ୟ କୌଣସି ବିଷୟ ଚେଷ୍ଟା କରିବାକୁ ଗଲେ ତାହାର ଫଳରେ ସର୍ବନାଶ ହେବ। ସୁତରାଂ ଭାରତୀୟ ବିଭିନ୍ନ ଧର୍ମର ସମ୍ମେଳନ ହିଁ
भविष्यत भारतर प्रथम सेतु स्वरूप जुग जुगांतर धरी अवस्थित एही भारत क्षेत्र रूपक महाचलरू एहा ही प्रथम सोपान स्वरूप खोदित करबाकू हेबो। आममानंकु जानिबाकू हेबो जे द्वैतवादी, विशिष्टाद्वैतवादी, अद्वैतवादी, शैव, वैष्णव, पाशुपत प्रभृति आमर समस्त संप्रदायर हिंदूंक मध्यरे केतेक साधारण भाव अछि। पुणी आममानंक निज कल्याण पाई, आम जातिर कल्याण पाई आममानंकु परस्परर क्षुद्र क्षुद्र विषय घेनी विवाद और परस्परर भेद बुद्धि परित्याग करिबार समय आसीछि। निश्चय जानिब एही समस्त विवाद संपूर्ण भूल। आम शास्त्र एहार तीव्र प्रतिवाद करिथाए। आममानंक पूर्व पुरुष गणंक द्वारा एहा संपूर्ण अनुमोदित नुहे एवं जेउमानंक वंशधर बोली आमे दाबी करिथाऊं, जेउमानंक रक्त आमर शिरारे प्रशिरारे प्रवाहमान सेही महापुरुष गण सेमानंक संतान माने अति सामान्य सामान्य विषय घेनी एहीपरि विवादरे लिप्त रहिबाकू घृणा दृष्टिरे देखिथांती। धर्मर एहीपरि सम्मेलन साधन हेले संगे संगे अन्यान्य विषय उन्नति अवसंभावी। जदि रक्त ताजा और परिष्कार हुए से देहरे कौनसी रोग जीवाणु बास करिपारे नहीं। धर्म ही आममानंक सुनीत स्वरूप। जदि सेही रक्त प्रवाहर चलाचलरे किछि बाधा न थाए, जदि यह विशुद्ध और सतेज हुए तेबे सकल विषय कल्याण हेबो। जदि एही रक्त विशुद्ध हुए तेबे राजनैतिक, सामाजिक बा अन्य कौनसी प्रकार बाह्य दोष एपरिकी आम देशर घोर दारिद्र्य दोष सबु संशोधित होइजिब। कारण जदि रोग जीवाणु शरीररु परित्यक्त हेला तेबे सेही रक्तरे अन्य किछि बाह्य वस्तु किपरि प्रवेश करिब। आधुनिक चिकित्सा शास्त्रर गोटिए उपमा नै कुहा जाय, रोग हेबा पई दुईटी जिनिसर प्रयोजन, बाहरर कौनसी विषाक्त जीवाणु एवं सेही शरीरर अवस्था विशेष। जे पर्यंत देह रोग जीवाणु को ताहा मध्यरे प्रवेश कराई नदेव, जे पर्यंत देहर जीवनी शक्ति क्षीण होई रोग जीवाणुर प्रवेश और वृद्धि पाई अनुकूल न होईछि, से पर्यंत जगतर कौनसी जीवाणुर शक्ति नहीं जे शरीर रे रोग उत्पादन करि पारिबो। वास्तविक प्रत्येकंक शरीर मध्य देई लक्ष लक्ष जीवाणु क्रमागत गमनागमन करुछंती। जेते दिन पर्यंत शरीर सतेज थाए सेते दिन पर्यंत एहा सेगुड़िकर अस्तित्व जानी पारे नहीं। केवल जेतेबेले शरीर दुर्बल हुए सेतेबेले ही एही अणुगुड़िक शरीर रे प्रवेश करी रोग उत्पादन करंती। जातीय जीवन संबंधरे मध्य ठीक सेहीपरि जेतेबेले जातीय शरीर दुर्बल हुए सेतेबेले ही सेही जातिर राजनैतिक, सामाजिक, मानसिक और शिक्षा संबंधी समस्त विषय रे ही सर्वविध रोगाणु प्रवेश करे और रोग उत्पादन करे। अतएव एहार प्रतिकार पाई रोगर मूल कारण कौन देखिबाकू हेबो एवं रक्तर सर्वविध मलिनता दूर करिबाकू हेबो। एकमात्र कर्तव्य हेबो लोकंक मध्यरे शक्ति संचार करिबा, रक्त को विशुद्ध करिबा, शरीर को सतेज करिबा, जहाद्वारा यह सबु प्रकार बाह्य विषर देहरे प्रवेश को प्रतिरोध करिपारे एवं भीतरर विष को बाहर करि देई पारे। पुणी आमे पूर्वरु देखिछु आममानंक धर्म ही आममानंक तेज, वीर्य एपरिकी जातीय जीवनर मूल भित्ति। मु वर्तमान ए विचार करिबाकू जाऊ नाही जे धर्म सत्य कि मिथ्या। मु विचार करिबाकू जाऊ नाही जे धर्म रे आम जातीय जीवनर भित्ति स्थापन फलरे आममानंकर कल्याण बा अकल्याण हेउ, किंतु भल हेउ बा मंद हेउ
ଧର୍ମରେ ଆମମାନଙ୍କ ଜାତୀୟ ଭିତ୍ତି ରହିଛି। ତୁମେମାନେ ଏହାକୁ ଛାଡ଼ି ପାରିବ ନାହିଁ। ଚିରକାଳ ପାଇଁ ଏହା ହିଁ ତୁମମାନଙ୍କ ଜାତୀୟ ଜୀବନର ଭିତ୍ତି ସ୍ୱରୂପ ରହିଛି। ସୁତରାଂ ଆମ ଧର୍ମରେ ମୋର ଯେପରି ବିଶ୍ୱାସ ଅଛି, ତୁମମାନଙ୍କର ଯଦି ବା ସେପରି ନାହିଁ, ତଥାପି ତୁମମାନଙ୍କୁ ଏହି ଧର୍ମ ଅବଲମ୍ବନ କରି ରହିବାକୁ ହେବ। ତୁମେମାନେ ଏହି ଧର୍ମର ବନ୍ଧନରେ ଚିରଦିନ ପାଇଁ ଆବଦ୍ଧ। ଯଦି ଏହା ପରିତ୍ୟାଗ କର, ତେବେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ଏହା ହିଁ ଆମ ଜାତିର ଜୀବନ ସ୍ୱରୂପ। ଏହାକୁ ଦୃଢ଼ କରିବାକୁ ହେବ। ତୁମେମାନେ ଯେ ଶତ ଶତ ଶତାବ୍ଦୀର ଅତ୍ୟାଚାର ସହ୍ୟ କରି ଏବେ ମଧ୍ୟ ଅକ୍ଷତ ଭାବରେ ରହିଛ, ତାହାର କାରଣ ତୁମେମାନେ ଏହାକୁ ସଯତ୍ନରେ ରକ୍ଷା କରିଛ। ଏହା ପାଇଁ ଅନ୍ୟ ସମସ୍ତ ସ୍ୱାର୍ଥ ତ୍ୟାଗ କରିଛ। ତୁମମାନଙ୍କ ପୂର୍ବପୁରୁଷଗଣ ଏହି ଧର୍ମ ରକ୍ଷା ପାଇଁ ସମସ୍ତେ ସାହସପୂର୍ବକ ସହିଥିଲେ। ଏପରିକି ମୃତ୍ୟୁକୁ ମଧ୍ୟ ଆଲିଙ୍ଗନ କରିବା ପାଇଁ ପ୍ରସ୍ତୁତ ଥିଲେ। ବୈଦେଶିକ ଦିଗ୍ବିଜୟୀ ମନ୍ଦିର ପରେ ମନ୍ଦିର ଭଗ୍ନ କରିଛନ୍ତି, କିନ୍ତୁ ଏହି ଅତ୍ୟାଚାର ସ୍ରୋତ ଯେମିତି ଟିକିଏ ଅଟକି ଯାଇଛି। ପୁଣି ସେହି ସ୍ଥାନରେ ମନ୍ଦିରର ଚୂଡ଼ା ଉଠିଛି। ଅନେକ ଗ୍ରନ୍ଥ ପାଠରେ ଯାହା ନ ଶିଖିପାର, ଗୁଜରାଟର ସୋମନାଥଙ୍କ ମନ୍ଦିର ପରି ଦାକ୍ଷିଣାତ୍ୟର ଅନେକ ପ୍ରାଚୀନ ମନ୍ଦିର ତୁମମାନଙ୍କୁ ତତ୍ପେକ୍ଷା ଅନେକ ଅଧିକ ଜ୍ଞାନ ଶିଖାଇପାରେ। ତୁମମାନଙ୍କ ଜାତିର ଇତିହାସ ସମ୍ବନ୍ଧରେ ଗଭୀରତର ଅନ୍ତର୍ଦୃଷ୍ଟି ଦେଇପାରେ। ଲକ୍ଷ୍ୟ କରି ଦେଖ, ଉକ୍ତ ମନ୍ଦିର ଶତ ଶତ ଆକ୍ରମଣରେ ମଧ୍ୟ ଶତ ଶତ ପୁନର୍ଅଭ୍ୟୁଦୟର ଚିହ୍ନ ଧାରଣ କରିଛି। ବାରମ୍ବାର ନଷ୍ଟ ହୋଇଛି, ପୁଣି ସେହି ଭଗ୍ନାବଶେଷ ଉତ୍ଥିତ ହୋଇ ନୂତନ ଜୀବନ ଲାଭ କରି ପୂର୍ବ ପରି ଅଚଳ ଅଟଳ ଭାବରେ ବିରାଜମାନ ହୋଇଛି। ସୁତରାଂ ଏଠାରେ ଏହି ଧର୍ମରେ ଆମମାନଙ୍କ ଜାତୀୟ ମନ, ଜାତୀୟ ପ୍ରାଣ ପ୍ରବାହ ଦେଖିବାକୁ ପାଇବା। ଏହାକୁ ଅନୁସରଣ କର। ତୁମେମାନେ ମହତ୍ତ୍ୱ ପଦବୀରେ ଆରୂଢ଼ ହେବ। ଏହା ପରିତ୍ୟାଗ କର, ତୁମମାନଙ୍କର ମୃତ୍ୟୁ ନିଶ୍ଚୟ। ଏହି ଜାତୀୟ ଜୀବନ ପ୍ରବାହର ବିରୋଧରେ ଯିବାକୁ ଚେଷ୍ଟା କଲେ ତାହାର ଏକମାତ୍ର ପରିଣାମ ହେବ ବିନାଶ। ମୁଁ ଅବଶ୍ୟ କଥା କହୁନାହିଁ ଯେ ଆଉ କିଛିର ପ୍ରୟୋଜନ ନାହିଁ। ମୁଁ ଏକଥା କହୁନାହିଁ ଯେ ରାଜନୈତିକ ବା ସାମାଜିକ ଉନ୍ନତିର କୌଣସି ପ୍ରୟୋଜନ ନାହିଁ। ମୋର ଏତିକି ମାତ୍ର ବକ୍ତବ୍ୟ ଏବଂ ମୋର ଇଚ୍ଛା, ତୁମେମାନେ ଏହା ଭୁଲିଯିବ ନାହିଁ ଯେ ଏଗୁଡ଼ିକ ଗୌଣ ମାତ୍ର। ଧର୍ମ ହିଁ ମୁଖ୍ୟ। ଭାରତବାସୀ ପ୍ରଥମେ ଚାହାନ୍ତି ଧର୍ମ, ତାହାପରେ ଚାହାନ୍ତି ଅନ୍ୟାନ୍ୟ ବସ୍ତୁ। ଏହି ଧର୍ମ ଭାବକୁ ବିଶେଷ ଭାବରେ ଜାଗ୍ରତ କରାଇବାକୁ ପଡ଼ିବ। କିପରି ଏହା ସାଧିତ ହେବ? ମୁଁ ତୁମମାନଙ୍କ ନିକଟରେ ମୋର ସମୁଦାୟ କାର୍ଯ୍ୟ ପ୍ରଣାଳୀ କହିବି। ଆମେରିକା ଯିବା ପାଇଁ ମାନ୍ଦ୍ରାଜ ଛାଡ଼ିବାର ଅନେକ ବର୍ଷ ପୂର୍ବରୁ ମୋର ମନରେ ଏହି ସଂକଳ୍ପଗୁଡ଼ିକ ଥିଲା ଏବଂ ମୁଁ ଯେ ଆମେରିକା ଓ ଇଂଲଣ୍ଡକୁ ଯାଇଥିଲି, ଏହା ହିଁ ତାହାର କାରଣ। ଧର୍ମ ମହାସଭା ପ୍ରଭୃତି ପାଇଁ ମୋର ବିଶେଷ କିଛି ଭାବନା ନଥିଲା। ଏହା କେବଳ ଗୋଟିଏ ସୁଯୋଗ ସ୍ୱରୂପ ଉପସ୍ଥିତ ହୋଇଥିଲା। ମୋର ମନରେ ଯେଉଁ ସଂକଳ୍ପ ଖେଳୁଥିଲା, ତାହା ହିଁ ମୋତେ ସମଗ୍ର ଜଗତ ଭ୍ରମଣ କରାଇଛି। ମୋର ସଂକଳ୍ପ ଏହି: ପ୍ରଥମତଃ ଆମମାନଙ୍କ ଶାସ୍ତ୍ର ଭଣ୍ଡାରରେ ସଞ୍ଚିତ, ମଠ ଓ ଅରଣ୍ୟରେ ଗୁପ୍ତ ଭାବରେ ରକ୍ଷିତ ଅତି ଅଳ୍ପ ଲୋକଙ୍କ ଅଧିକୃତ ଧର୍ମରତ୍ନଗୁଡ଼ିକୁ ପ୍ରକାଶ୍ୟରେ ବାହାର କରିବା। ଏହି ଶାସ୍ତ୍ର ନିବଦ୍ଧ ତତ୍ତ୍ୱଗୁଡ଼ିକ କେବଳ ଯେଉଁ ସମସ୍ତ ଲୋକଙ୍କ ହାତରେ ଗୁପ୍ତ ଭାବରେ ରହିଛି, ସେମାନଙ୍କ ନିକଟରୁ କେବଳ ବାହାର କରି ଆଣିଲେ ଚଳିବ ନାହିଁ। ତାହାଠାରୁ ଦୁର୍ଭେଦ୍ୟ ପେଟିକା ଅର୍ଥାତ୍ ଯେଉଁ ଭାଷାରେ ଏହି ତତ୍ତ୍ୱଗୁଡ଼ିକ ରକ୍ଷିତ, ସେହି ସଂସ୍କୃତ ଶବ୍ଦର ଶତ ଶତ ଶତାବ୍ଦୀର କଠିନ ଆବରଣ ଭିତରୁ ବାହାର କରି ଆଣିବାକୁ ହେବ। ଗୋଟିଏ କଥାରେ ମୁଁ ଏହି ତତ୍ତ୍ୱଗୁଡ଼ିକୁ ସର୍ବସାଧାରଣଙ୍କର ବୋଧଗମ୍ୟ କରିବାକୁ ଚାହେଁ। ମୁଁ ଚାହେଁ ଏହି ଭାବଗୁଡ଼ିକ ସର୍ବସାଧାରଣଙ୍କର, ପ୍ରତ୍ୟେକ ଭାରତବାସୀଙ୍କର, ସେ ସଂସ୍କୃତ ଭାଷା ଜାଣନ୍ତୁ ବା ନ ଜାଣନ୍ତୁ, ସମସ୍ତଙ୍କର ସମ୍ପତ୍ତି ହେଉ। ଏହି ସଂସ୍କୃତ ଭାଷାର ଆମମାନଙ୍କ ଗୌରବ ବସ୍ତୁ, ଏହି ସଂସ୍କୃତ ଭାଷାର କାଠିନ୍ୟ ହିଁ ଏହିସବୁ ଭାବ ପ୍ରଚାରର ଏକ ମହାନ ଅନ୍ତରାୟ। ଏବଂ ଯେପର୍ଯ୍ୟନ୍ତ ଆମମାନଙ୍କର ସମଗ୍ର ଜାତି ଉତ୍ତମ ରୂପେ ସଂସ୍କୃତ ଭାଷାରେ ପଣ୍ଡିତ ନ ହେଉଛନ୍ତି, ସେ ପର୍ଯ୍ୟନ୍ତ
ଏହି ଅନ୍ତରାୟ ଦୂର ହୋଇପାରିବ ନାହିଁ। ସଂସ୍କୃତ ଭାଷା ଯେ କଠିନ ଭାଷା, ତାହା ତୁମେମାନେ ଏହି କଥା କହିଲେ ବୁଝିବ ଯେ ମୁଁ ସାରା ଜୀବନ ଧରି ଏହି ଭାଷା ଅଧ୍ୟୟନ କରୁଛି। ତଥାପି ପ୍ରତ୍ୟେକ ନୂତନ ସଂସ୍କୃତ ଗ୍ରନ୍ଥ ମୋତେ ନୂଆ ଲାଗେ। ତେବେ ଯେଉଁମାନଙ୍କୁ ଏହି ଭାଷା ସମ୍ପୂର୍ଣ୍ଣ ରୂପେ ଶିକ୍ଷା କରିବାର ଅବସର କେବେ ମିଳିନାହିଁ, ସେମାନଙ୍କ ପକ୍ଷରେ ଏହା କିପରି କଠିନ ହେବ ତାହା ତୁମେମାନେ ଅନାୟାସରେ ବୁଝିପାରୁଥିବ। ସୁତରାଂ ସେମାନଙ୍କୁ ଅବଶ୍ୟ ଚଳନ୍ତି ଭାଷାରେ ଏହି ସମସ୍ତ ତତ୍ତ୍ୱ ଶିକ୍ଷା ଦେବାକୁ ହେବ। ସଙ୍ଗେ ସଙ୍ଗେ ସଂସ୍କୃତ ଶିକ୍ଷା ମଧ୍ୟ ଚାଲିବ, କାରଣ ସଂସ୍କୃତ ଶିକ୍ଷାରେ ସଂସ୍କୃତ ଶବ୍ଦଗୁଡ଼ିକର ଉଚ୍ଚାରଣ ମାତ୍ରେ ହିଁ ଜାତି ମଧ୍ୟରେ ଗୋଟାଏ ଗୌରବ, ଗୋଟିଏ ଶକ୍ତିର ଭାବ ଜାଗିବ। ଭଗବାନ ରାମାନୁଜ, ଶ୍ରୀ ଚୈତନ୍ୟ ଓ କବୀର ଭାରତର ନିମ୍ନ ଜାତିଗୁଡ଼ିକୁ ଉନ୍ନତ କରିବାରେ ଚେଷ୍ଟା କରିଥିଲେ। ସେମାନଙ୍କର ଚେଷ୍ଟା ଫଳରେ ସେହି ମହାପୁରୁଷମାନଙ୍କ ଜୀବଦଶାରେ ଅଦ୍ଭୁତ ଫଳଲାଭ ହୋଇଥିଲା। କିନ୍ତୁ ପରେ ସେମାନଙ୍କ କାର୍ଯ୍ୟର ଏପରି ଶୋଚନୀୟ ପରିଣାମ କାହିଁକି ହେଲା, ତାହାର ମଧ୍ୟ ନିଶ୍ଚୟ କିଛି କାରଣ ଅଛି। ଏହି ମହାନ ଆଚାର୍ଯ୍ୟଗଣଙ୍କ ତିରୋଭାବ ପରେ 1 ଶତାବ୍ଦୀ ନ ବିତୁଣୁ କାହିଁକି ସେହି ଉନ୍ନତିର ପ୍ରତିରୋଧ ହେଲା? ଏହାର ଉତ୍ତର ଏହି: ସେମାନେ ନିମ୍ନ ଜାତି ସମୂହକୁ ଉନ୍ନତ କରିଥିଲେ ସତ, ସେମାନେ ଉନ୍ନତିର ସର୍ବୋଚ୍ଚ ଶିଖରରେ ଆରୂଢ଼ ହୁଅନ୍ତୁ, ଏହା ସେମାନଙ୍କର ଆନ୍ତରିକ ଇଚ୍ଛା ଥିଲା ସତ, କିନ୍ତୁ ସେମାନେ ସର୍ବସାଧାରଣଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷା ବିସ୍ତାର ପାଇଁ ଶକ୍ତି ପ୍ରୟୋଗ କରିନଥିଲେ। ଏପରିକି ଏତେ ବଡ଼ ଯେଉଁ ବୁଦ୍ଧ, ସେ ମଧ୍ୟ ସର୍ବସାଧାରଣଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷାର ବିସ୍ତାର ବନ୍ଦ କରିଦେଇ ଏକ ବିଷମ ଭୁଲ କରିଥିଲେ। ଶୀଘ୍ର ଶୀଘ୍ର ଯେପରି ଫଳ ଲାଭ ହେବ, ସେଥିପାଇଁ ସେ ଚେଷ୍ଟା କରିଥିଲେ। ସୁତରାଂ ସଂସ୍କୃତ ଭାଷା ନିବଦ୍ଧ ଭାବ ସମୂହ ଅନୁବାଦ କରି ସେ ସମୟରେ ପ୍ରଚଳିତ ପାଲି ଭାଷାରେ ପ୍ରଚାର କରିଥିଲେ। ଅବଶ୍ୟ ସେ ଏହା ଖୁବ୍ ଭଲ କରିଥିଲେ। ଲୋକେ ତାଙ୍କର ଭାବ ବୁଝିଲେ, କାରଣ ସେ ସର୍ବସାଧାରଣଙ୍କ ଭାଷାରେ ଲୋକଙ୍କୁ ଉପଦେଶ ଦେଉଥିଲେ। ଏହା ଖୁବ୍ ଭଲ ହୋଇଥିଲା। ତାଙ୍କ ପ୍ରଚାରିତ ଭାବ ସମୂହ ଶୀଘ୍ର ଶୀଘ୍ର ଚତୁର୍ଦିଗରେ ବିସ୍ତୃତ ହୋଇଯିବାକୁ ଲାଗିଲା। ଦୂରକୁ, ଅତି ଦୂରକୁ ତାଙ୍କ ଭାବ ସମୂହ ବିଚ୍ଛୁରିତ ହୋଇପଡ଼ିଲା। କିନ୍ତୁ ସଙ୍ଗେ ସଙ୍ଗେ ସଂସ୍କୃତ ଭାଷାର ବିସ୍ତାର ହେବା ଉଚିତ ଥିଲା। ଜ୍ଞାନର ବିସ୍ତାର ହେଲା ସତ, ତାହା ସଙ୍ଗେ ସଙ୍ଗେ ଗୌରବ ବୁଦ୍ଧି ଓ ସଂସ୍କାର ଜନ୍ମିଲା ନାହିଁ। ଶିକ୍ଷା ମଜ୍ଜାଗତ ହୋଇ ସଂସ୍କାରରେ ପରିଣତ ନ ହେଲେ କେବଳ କେତେକ ଜ୍ଞାନ ସମଷ୍ଟି କେବେ ହେଲେ ନାନା ଭାବ ବିପ୍ଳବ ମଧ୍ୟରେ ତିଷ୍ଠିପାରେ ନାହିଁ। ତୁମେମାନେ ଜଗତକୁ କେତେଗୁଡ଼ିଏ ଜ୍ଞାନ ଦେଇ ଯାଇପାର, କିନ୍ତୁ ସେଥିରେ ଏହାର ବିଶେଷ କଲ୍ୟାଣ ହେବ ନାହିଁ। ଏ ଜ୍ଞାନ ଆମମାନଙ୍କ ମଜ୍ଜାଗତ ହୋଇ ସଂସ୍କାରରେ ପରିଣତ ହେବା ଦରକାର। ଆମେ ସମସ୍ତେ ଆଧୁନିକ କାଳର ଏପରି ଅନେକ ଜାତିଙ୍କ ବିଷୟ ଜାଣୁ, ଯେଉଁମାନଙ୍କର ଏହିପରି କେତେଗୁଡ଼ିଏ ଜ୍ଞାନ ଅଛି, କିନ୍ତୁ ସେ ସମସ୍ତ ଜାତି ଘୋର ଅସଭ୍ୟ ଜାତି ତୁଲ୍ୟ। ସେମାନେ ବ୍ୟାଘ୍ରତୁଲ୍ୟ ନୃଶଂସ, କାରଣ ସେମାନଙ୍କ ଜ୍ଞାନ ସଂସ୍କାରଗତ ହୋଇନାହିଁ। ସଭ୍ୟତା ପରି ଜ୍ଞାନ ମଧ୍ୟ ଉପର ଠାଉରିଆ ମାତ୍ର, ଏହା ଭିତରକୁ ସ୍ପର୍ଶ କରେ ନାହିଁ। ଟିକିଏ ଦୋହଲାଇ ଦେଲେ ଭିତରର ପଶୁ ପ୍ରକୃତି ଜାଗି ଉଠେ। ଏପରି ବ୍ୟାପାର ଜଗତରେ ଘଟିଥାଏ। ଅତଏବ ଏହି ବିପଦ ପ୍ରତି ସାବଧାନ ହେବାକୁ ପଡ଼ିବ। ସାଧାରଣଙ୍କୁ ପ୍ରଚଳିତ ଭାଷାରେ ଶିକ୍ଷା ଦିଅ, ସେମାନଙ୍କୁ ଭାବ ଦିଅ, ସେମାନେ ଅନେକ ବିଷୟ ଅବଗତ ହେବେ। କିନ୍ତୁ ଏହା ସଙ୍ଗେ ସଙ୍ଗେ ସେମାନଙ୍କ ଜ୍ଞାନ ଯେପରି ସଂସ୍କାରରେ ପରିଣତ ହୁଏ, ସେଥିପାଇଁ ଚେଷ୍ଟା କର। ଯେତେ ଦିନ ପର୍ଯ୍ୟନ୍ତ ତାହା ନ କରିପାରିଛ, ସେତେ ଦିନ ପର୍ଯ୍ୟନ୍ତ ସାଧାରଣଙ୍କ ଚିରସ୍ଥାୟୀ ଉନ୍ନତିର ଆଶା ନାହିଁ। ଏପରି ଏକ ନୂତନ ଜାତି ଉଠିବ, ଯେ ସଂସ୍କୃତ ଭାଷା ଶିକ୍ଷା ଗ୍ରହଣ କରି ଅନ୍ୟ ସମସ୍ତଙ୍କ ଉପରକୁ ଉଠିବ ଏବଂ ସେମାନଙ୍କ ଉପରେ ପୂର୍ବ ପରି ପ୍ରଭୁତ୍ୱ କରିବ। ହେ ନିମ୍ନ ଜାତୀୟ ବ୍ୟକ୍ତିଗଣ, ମୁଁ ତୁମମାନଙ୍କୁ କହୁଛି, ତୁମମାନଙ୍କ ଅବସ୍ଥା ଉନ୍ନତ କରିବାର ଏକମାତ୍ର ଉପାୟ ସଂସ୍କୃତ ଭାଷା ଶିକ୍ଷା କରିବା। ଉଚ୍ଚତମ ଜାତିଗଣଙ୍କ ବିରୋଧରେ ଏହି ଯେଉଁ ଲେଖାଲେଖି ଦ୍ୱନ୍ଦ୍ୱ ବିବାଦ ଚାଲୁଛି, ଏହା ବୃଥା। ଏଥିରେ କୌଣସି ପ୍ରକାର କଲ୍ୟାଣ ହୁଏ ନାହିଁ।
ହେବ ନାହିଁ ମଧ୍ୟ। ଏଥିରେ ଅଶାନ୍ତିର ଅନଳ ଅଧିକ ପ୍ରଜ୍ୱଳିତ ହେବ ଏବଂ ଦୁର୍ଭାଗ୍ୟକ୍ରମେ ପୂର୍ବରୁ ନାନା ଭାଗରେ ବିଭକ୍ତ ଏହି ଜାତି କ୍ରମଶଃ ଅଧିକ ବିଭକ୍ତ ହୋଇପଡ଼ିବ। ଜାତିଭେଦ ଉଠାଇ ଦେବାର, ସାମ୍ୟ ଭାବ ଆନୟନ କରିବାର ଏକମାତ୍ର ଉପାୟ ଉଚ୍ଚ ବର୍ଣ୍ଣର ସଂସ୍କୃତି ଓ ଶିକ୍ଷା, ଯାହାକି ସେମାନଙ୍କର ତେଜ ଓ ଗୌରବ, ତାହାର ସ୍ୱାୟତ୍ତୀକରଣ। ତାହା ଯଦି କରିପାର, ତୁମେ ଯାହା ଚାହୁଁଛ ତାହା ପାଇବ। ଏହା ସହିତ ମୁଁ ଆଉ ଗୋଟିଏ ପ୍ରଶ୍ନର ବିଚାର କରିବାକୁ ଇଚ୍ଛା କରେ। ଅବଶ୍ୟ ମାନ୍ଦ୍ରାଜ ସହିତ ହିଁ ଏହି ପ୍ରଶ୍ନର ବିଶେଷ ସମ୍ବନ୍ଧ। ଗୋଟିଏ ମତ ଅଛି, ଦାକ୍ଷିଣାତ୍ୟର ଆର୍ଯ୍ୟବର୍ତ୍ତ ନିବାସୀ ଆର୍ଯ୍ୟଗଣଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍ ଦ୍ରାବିଡ଼ ଜାତିଙ୍କ ନିବାସ ଥିଲା। କେବଳ ଏହି ଦାକ୍ଷିଣାତ୍ୟର ବ୍ରାହ୍ମଣଗଣ ଆର୍ଯ୍ୟାବର୍ତ୍ତ ନିବାସୀ ବ୍ରାହ୍ମଣମାନଙ୍କଠାରୁ ଉତ୍ପନ୍ନ। ସୁତରାଂ ଦାକ୍ଷିଣାତ୍ୟର ଅନ୍ୟାନ୍ୟ ଜାତି ଦକ୍ଷିଣୀ ବ୍ରାହ୍ମଣଗଣଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍ ଜାତି। ବର୍ତ୍ତମାନ ପ୍ରତ୍ନତାତ୍ତ୍ୱିକ ମହାଶୟ ମୋତେ କ୍ଷମା କରିବେ, ମୁଁ କହେ ଏହି ମତ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକମାତ୍ର ପ୍ରମାଣ ଏହି ଯେ ଆର୍ଯ୍ୟାବର୍ତ୍ତ ଓ ଦାକ୍ଷିଣାତ୍ୟର ଭାଷାରେ ପ୍ରଭେଦ ବିଦ୍ୟମାନ। ମୁଁ ତ ଅନ୍ୟ କିଛି ପ୍ରଭେଦ ଦେଖିପାରୁନାହିଁ। ଆମେ ଏତେଗୁଡ଼ିଏ ଆର୍ଯ୍ୟାବର୍ତ୍ତର ଲୋକ ଏଠାରେ ରହିଛୁ ଏବଂ ମୁଁ ମୋ ୟୁରୋପୀୟ ବନ୍ଧୁଗଣଙ୍କୁ ଏହି ସମବେତ ଲୋକମାନଙ୍କ ମଧ୍ୟରୁ ଆର୍ଯ୍ୟାବର୍ତ୍ତ ଓ ଦାକ୍ଷିଣାତ୍ୟ ନିବାସୀଙ୍କୁ ବାଛି ଦେବା ପାଇଁ ଆହ୍ୱାନ କରୁଛି। ସେମାନଙ୍କ ମଧ୍ୟରେ ପ୍ରଭେଦ କେଉଁଠି? ଟିକିଏ ଭାଷାରେ ପ୍ରଭେଦ ମାତ୍ର। ପୂର୍ବୋକ୍ତ ମତବାଦୀମାନେ କହନ୍ତି, ଦକ୍ଷିଣୀ ବ୍ରାହ୍ମଣମାନେ ଆର୍ଯ୍ୟାବର୍ତ୍ତରୁ ଯେତେବେଳେ ଆସିଥିଲେ ସେତେବେଳେ ସେମାନେ ସଂସ୍କୃତ ଭାଷୀ ଥିଲେ। ବର୍ତ୍ତମାନ ଏଠାକୁ ଆସି ଦ୍ରାବିଡ଼ୀ ଭାଷା କହି କହି ସଂସ୍କୃତ ଭାଷା ଭୁଲି ଯାଇଛନ୍ତି। ଯଦି ବ୍ରାହ୍ମଣମାନଙ୍କ ସମ୍ବନ୍ଧରେ ଏହା ସତ୍ୟ ହୁଏ, ତେବେ ଅନ୍ୟାନ୍ୟ ଜାତି ସମ୍ବନ୍ଧରେ ବା ଏକଥା ନ ଖାଟିବ କାହିଁକି? ଅନ୍ୟାନ୍ୟ ଜାତିମାନେ ମଧ୍ୟ ଆର୍ଯ୍ୟବର୍ତ୍ତ ନିବାସୀ ଥିଲେ। ସେମାନେ ମଧ୍ୟ ଦାକ୍ଷିଣାତ୍ୟକୁ ଆସି ସଂସ୍କୃତ ଭାଷା ଭୁଲି ଯାଇ ଦ୍ରାବିଡ଼ୀ ଭାଷା ଗ୍ରହଣ କରି ନେଇଛନ୍ତି। ଏକଥା ବା କାହିଁକି କୁହା ନ ଯିବ? ଯେଉଁ ଯୁକ୍ତି ଦ୍ୱାରା ତୁମେ ଦାକ୍ଷିଣାତ୍ୟବାସୀ ବ୍ରାହ୍ମଣେତର ଜାତିକୁ ଅନାର୍ଯ୍ୟ ବୋଲି ପ୍ରମାଣ କରିବାକୁ ଯାଉଛ, ମୁଁ ସେହି ଯୁକ୍ତିରେ ସେମାନଙ୍କୁ ଆର୍ଯ୍ୟ ବୋଲି ପ୍ରତିପନ୍ନ କରିପାରେ। ଏ ସମସ୍ତ ନିର୍ବୋଧର କଥା। ଏ ସମସ୍ତ କଥାରେ ବିଶ୍ୱାସ କର ନାହିଁ। ହୋଇପାରେ ଗୋଟିଏ ଦ୍ରାବିଡ଼ ଜାତି ଥିଲା, ସେମାନେ ବର୍ତ୍ତମାନ ଲୋପ ପାଇଛନ୍ତି। ଯେଉଁମାନେ ଅବଶିଷ୍ଟ ଅଛନ୍ତି ସେମାନେ ବଣ ଜଙ୍ଗଲରେ ବାସ କରୁଛନ୍ତି। ଖୁବ୍ ସମ୍ଭବ ଯେ ଏହି ଦ୍ରାବିଡ଼ ଭାଷା ମଧ୍ୟ ସଂସ୍କୃତ ପରିବର୍ତ୍ତେ ଗୃହୀତ ହୋଇଛି। କିନ୍ତୁ ସମସ୍ତେ ହିଁ ଆର୍ଯ୍ୟ। ଆର୍ଯ୍ୟାବର୍ତ୍ତରୁ ଦାକ୍ଷିଣାତ୍ୟକୁ ଆସିଛନ୍ତି। ସମଗ୍ର ଭାରତ ଆର୍ଯ୍ୟମୟ। ଏଠାରେ ଅପର କୌଣସି ଜାତି ନାହିଁ। ପୁଣି ଆଉ ଗୋଟିଏ ମତ ଅଛି ଯେ ଶୂଦ୍ରମାନେ ନିଶ୍ଚୟ ଅନାର୍ଯ୍ୟ ଜାତି। ସେମାନେ ଆର୍ଯ୍ୟମାନଙ୍କ ଦାସ ସ୍ୱରୂପ। ପାଶ୍ଚାତ୍ୟ ପଣ୍ଡିତଗଣ କହୁଛନ୍ତି, ଇତିହାସରେ ଥରେ ଯାହା ଘଟିଛି ତାହାର ପୁନରାବୃତ୍ତି ହୋଇଥାଏ। ଯେହେତୁ ମାର୍କିନ, ଇଂରେଜ, ପର୍ତ୍ତୁଗୀଜ ଓ ଓଲନ୍ଦାଜ ଜାତି ବିଚରା ଆଫ୍ରିକାବାସୀମାନଙ୍କୁ ଧରିନେଇ ଜୀବଦ୍ଦଶାରେ କଠୋର ପରିଶ୍ରମ କରାଇଛନ୍ତି ଏବଂ ମରିଗଲେ ଘୋଷାରି ଫୋପାଡ଼ି ଦେଇଛନ୍ତି। ଯେହେତୁ ଏହି ଆଫ୍ରିକାବାସୀଙ୍କ ଶଙ୍କରୋତ୍ପନ୍ନ ସନ୍ତାନମାନଙ୍କୁ କ୍ରୀତଦାସ କରାଯାଇଥିଲା ଏବଂ ସେମାନଙ୍କୁ ଏହି ଅବସ୍ଥାରେ ଅନେକ ଦିନ ଧରି ରଖାଯାଇଥିଲା, ଏହି ଘଟଣାର ତୁଳନା କରି ମନ ହଜାର ହଜାର ବର୍ଷ ଅତୀତ କାଳକୁ ଡେଇଁ ଚାଲିଥାଏ ଏବଂ ଏପରି କଳ୍ପନା କରେ ଯେ ସେହିପରି ଘଟଣା ଏଠାରେ ମଧ୍ୟ ଘଟିଥିଲା। ପ୍ରତ୍ନତାତ୍ତ୍ୱିକ ଗଣ ସ୍ୱପ୍ନ ଦେଖିଥାନ୍ତି ଯେ ଭାରତ କୃଷ୍ଣଚକ୍ଷୁ ଆଦିମ ଜାତି ସମୂହରେ ପରିପୂର୍ଣ୍ଣ ଥିଲା। ଉଜ୍ଜ୍ୱଳକାୟ ଆର୍ଯ୍ୟଗଣ ଆସି ସେଠାରେ ବାସ କଲେ। ସେମାନେ ଯେ କେଉଁଠାରୁ ଉଡ଼ି ଆସି ଦଳ ବାନ୍ଧିଲେ ସେ ବିଷୟ ଈଶ୍ୱର ହିଁ ଜାଣନ୍ତି। କାହାରି କାହାରି ମତରେ ମଧ୍ୟ ତିବ୍ବତରୁ, ପୁଣି କେହି କେହି କହନ୍ତି ମଧ୍ୟ ଏସିଆରୁ ଆସିଛନ୍ତି। ଅନେକ ସ୍ୱଦେଶ ପ୍ରେମୀ ଇଂରେଜ ଅଛନ୍ତି ଯେଉଁମାନେ ମନେ କରନ୍ତି ଆର୍ଯ୍ୟଗଣ ସମସ୍ତେ ହିରଣ୍ୟକେଶ ଥିଲେ। ଅନ୍ୟମାନେ ପୁଣି ନିଜ ନିଜ ପସନ୍ଦ ଅନୁସାରେ ସେମାନଙ୍କୁ କୃଷ୍ଣକେଶ ବୋଲି ସ୍ଥିର କରନ୍ତି। ଲେଖକଙ୍କର ନିଜ କେଶ କଳା ଥିଲେ ସେ ଆର୍ଯ୍ୟମାନଙ୍କୁ ମଧ୍ୟ କୃଷ୍ଣକେଶ କରି ବସେ। ଆର୍ଯ୍ୟଗଣ ସୁଇଜରଲ୍ୟାଣ୍ଡର ହ୍ରଦଗୁଡ଼ିକର ତୀରରେ ବାସ କରୁଥିଲେ। ସମ୍ପ୍ରତି ଏହି ପ୍ରମାଣ କରିବାର ଚେଷ୍ଟା ହୋଇଛି।
ସେମାନେ ଯଦି ସମସ୍ତେ ମିଶି ସେଠାରେ ଏହି ସବୁ ମତାମତ ସଙ୍ଗେ ବୁଡ଼ି ମରିଥାନ୍ତେ, ତାହା ହେଲେ ମଧ୍ୟ ମୁଁ ବେଶୀ ଦୁଃଖିତ ହୋଇନଥାନ୍ତି। ଆଜିକାଲି କେହି କେହି କହନ୍ତି ସେମାନେ ଉତ୍ତର ମେରୁ ନିବାସୀ ଥିଲେ। ଆର୍ଯ୍ୟଗଣ ଓ ସେମାନଙ୍କ ବାସଭୂମି ସମ୍ପର୍କରେ ଏତେ ମୁଣ୍ଡବ୍ୟଥା କାହିଁକି? ଯଦି ଆମମାନଙ୍କ ଶାସ୍ତ୍ରରେ ଏହି ସମସ୍ତ ବିଷୟରେ କୌଣସି ପ୍ରମାଣ ଅଛି କି ନାହିଁ ଅନୁସନ୍ଧାନ କରାଯାଏ, ତେବେ ଦେଖିବାକୁ ପାଇବ ଆମ ଶାସ୍ତ୍ରରେ ଏହାର ସମର୍ଥକ କୌଣସି ବାକ୍ୟ ନାହିଁ। ଏପରି କୌଣସି ବାକ୍ୟ ନାହିଁ ଯହିଁରୁ ଆର୍ଯ୍ୟମାନଙ୍କୁ ଭାରତ ବହିର୍ଭୂତ ସ୍ଥାନ ନିବାସୀ ବୋଲି ମନେ କରାଯାଇପାରେ ଓ ଆଫଗାନିସ୍ତାନ ପ୍ରାଚୀନ ଭାରତର ଅନ୍ତର୍ଭୁକ୍ତ ଥିଲା। ଶୂଦ୍ର ଜାତି ଯେ ସମସ୍ତେ ଅନାର୍ଯ୍ୟ ଏବଂ ସେମାନେ ଯେ ବହୁ ସଂଖ୍ୟକ ଥିଲେ, ଏସବୁ କଥା ମଧ୍ୟ ସମ୍ପୂର୍ଣ୍ଣ ଅଯୌକ୍ତିକ। ସେହି ସମୟରେ ସାମାନ୍ୟ କେତେଜଣ ଉପନିବେଶକାରୀ ଆର୍ଯ୍ୟଙ୍କ ପକ୍ଷରେ ଶତସହସ୍ର ଅନାର୍ଯ୍ୟଙ୍କ ସହିତ ପ୍ରତିଦ୍ୱନ୍ଦିତା କରି ବାସ କରିବା ଅସମ୍ଭବ ହୋଇଥାନ୍ତା। ସେମାନେ 5 ମିନିଟରେ ଆର୍ଯ୍ୟମାନଙ୍କୁ ଚଟଣି କରିଦେଇଥାନ୍ତେ। ଜାତିଭେଦ ସମସ୍ୟାର ଏକମାତ୍ର ଯୁକ୍ତିସଙ୍ଗତ ମୀମାଂସା ମହାଭାରତରୁ ମିଳେ। ମହାଭାରତରେ ଲେଖା ଅଛି, ସତ୍ୟ ଯୁଗର ପ୍ରାରମ୍ଭରେ ଏକମାତ୍ର ବ୍ରାହ୍ମଣ ଜାତି ଥିଲା। ସେମାନେ ବିଭିନ୍ନ ବୃତ୍ତି ଅବଲମ୍ବନ କରି କ୍ରମଶଃ ବିଭିନ୍ନ ଜାତିରେ ବିଭକ୍ତ ହେଲେ। ଜାତିଭେଦ ସମସ୍ୟାର ଯେତେ ପ୍ରକାର ବ୍ୟାଖ୍ୟା ଶୁଣାଯାଏ, ତନ୍ମଧ୍ୟରୁ ଏହା ହିଁ ଏକମାତ୍ର ସତ୍ୟ ଓ ଯୁକ୍ତିଯୁକ୍ତ ବ୍ୟାଖ୍ୟା। ଆଗାମୀ ସତ୍ୟ ଯୁଗରେ ପୁଣି ବ୍ରାହ୍ମଣେତର ସମସ୍ତ ଜାତି ବ୍ରାହ୍ମଣ ରୂପେ ପରିଗଣିତ ହେବେ। ସୁତରାଂ ଭାରତର ଜାତିଭେଦ ସମସ୍ୟାର ମୀମାଂସା ଏହିପରି ହୋଇପଡୁଛି। ଉଚ୍ଚ ବର୍ଣ୍ଣଗୁଡ଼ିକୁ ହୀନତର କରିବାକୁ ହେବ ନାହିଁ। ବ୍ରାହ୍ମଣ ଜାତିର ଲୋପ ସାଧନ କରିବାକୁ ହେବ ନାହିଁ। ଭାରତରେ ବ୍ରାହ୍ମଣ ହିଁ ମନୁଷ୍ୟତ୍ୱର ଚରମ ଆଦର୍ଶ। ଶଙ୍କରାଚାର୍ଯ୍ୟ ତାଙ୍କର ଗୀତାଭାଷ୍ୟ ଭୂମିକାରେ ଏହି ଭାବଟି ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। ଶ୍ରୀକୃଷ୍ଣଙ୍କ ଅବତରଣର କାରଣ କହିବାକୁ ଯାଇ ସେ କହିଛନ୍ତି, ଶ୍ରୀକୃଷ୍ଣ ବ୍ରାହ୍ମଣତ୍ୱ ରକ୍ଷା ପାଇଁ ଅବତୀର୍ଣ୍ଣ ହୋଇଥିଲେ। ଏହା ହିଁ ତାଙ୍କ ଅବତରଣର ମହାନ ଉଦ୍ଦେଶ୍ୟ। ଏହି ବ୍ରାହ୍ମଣ ବ୍ରହ୍ମଜ୍ଞ ପୁରୁଷ, ଏହି ଆଦର୍ଶ ଓ ସିଦ୍ଧ ପୁରୁଷର ପ୍ରୟୋଜନ। ବ୍ରହ୍ମଜ୍ଞ ପୁରୁଷର ଲୋପ ହେଲେ ଚଳିବ ନାହିଁ। ପୁଣି ଆଧୁନିକ ଜାତିଭେଦ ପ୍ରଥାର ଯେତେ ଦୋଷ ଥାଉ, ଆମେ ଜାଣୁ ଆମମାନଙ୍କୁ ବ୍ରାହ୍ମଣ ଜାତି ପକ୍ଷରେ ଏତିକି କହିବାକୁ ହେବ ଯେ ଅନ୍ୟାନ୍ୟ ଜାତି ଅପେକ୍ଷା ସେମାନଙ୍କ ମଧ୍ୟରେ ଅଧିକାଂଶ ପ୍ରକୃତ ବ୍ରାହ୍ମଣତ୍ୱ ସମ୍ପନ୍ନ ଲୋକଙ୍କର ଅଭ୍ୟୁଦୟ ହୋଇଛି। ଏହା ସତ୍ୟ। ଅନ୍ୟାନ୍ୟ ଜାତିଙ୍କୁ ବ୍ରାହ୍ମଣମାନଙ୍କୁ ଏହି ଗୌରବ ଦେବାକୁ ହେବ। ଆମମାନଙ୍କୁ ଯଥେଷ୍ଟ ସାହସ ଅବଲମ୍ବନ କରି ସେମାନଙ୍କର ଦୋଷ ଦେଖାଇବାକୁ ହେବ। କିନ୍ତୁ ଯେତିକି ପ୍ରଶଂସା, ଯେତିକି ଯେତିକି ଗୌରବ ସେମାନଙ୍କର ପ୍ରାପ୍ୟ, ସେମାନଙ୍କୁ ତାହା ଦେବାକୁ ହେବ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାହାର ନ୍ୟାଯ୍ୟ ପ୍ରାପ୍ୟ ଦିଅ। ଏହି ପ୍ରାଚୀନ ଇଂରେଜ ଚଳିତ ବାକ୍ୟଟି ମନେ ରଖ। ଅତଏବ ହେ ବନ୍ଧୁଗଣ, ବିଭିନ୍ନ ଜାତି ମଧ୍ୟରେ ବିବାଦର ପ୍ରୟୋଜନ ନାହିଁ। ଏଥିରେ କି ଫଳ ହେବ? ଏହା ଆମମାନଙ୍କୁ ଆହୁରି ବିଭକ୍ତ କରିଦେବ, ଦୁର୍ବଳ କରିଦେବ, ଆମମାନଙ୍କୁ ଆହୁରି ଅବନତ କରିଦେବ। ଏକଚାଟିଆ ଅଧିକାର, ଏକଚାଟିଆ ଦାବିର ଦିନ ଚାଲିଯାଇଛି। ଚିରଦିନ ପାଇଁ ଭାରତ କ୍ଷେତ୍ରରୁ ଚାଲିଯାଇଛି ଏବଂ ଏହା ହିଁ ଭାରତରେ ଇଂରେଜମାନଙ୍କର ଅଧିକାରର ଏକ ମହାସୁଫଳ। ଏପରିକି ମୁସଲମାନ ଅଧିକାରରେ ମଧ୍ୟ ଏହି ଏକଚାଟିଆ ଅଧିକାର ରାହିତ୍ୟ ରୂପକ ମହାସୁଫଳ ଫଳିଛି। ପୁଣି ମୁସଲମାନ ରାଜତ୍ୱ ଯେ ପ୍ରକୃତ ପକ୍ଷେ ସମ୍ପୂର୍ଣ୍ଣ ମନ୍ଦ ଥିଲା, ତାହା ମଧ୍ୟ ନୁହେଁ। ଜଗତର କୌଣସି ଜିନିଷ ସମ୍ପୂର୍ଣ୍ଣ ମନ୍ଦ ନୁହେଁ, କୌଣସି ଜିନିଷ ସମ୍ପୂର୍ଣ୍ଣ ଭଲ ମଧ୍ୟ ନୁହେଁ। ମୁସଲମାନଙ୍କ ଭାରତାଧିକାର ଦରିଦ୍ର ପଦତଳିତଙ୍କର ଉଦ୍ଧାରର କାରଣ ହୋଇଥିଲା। ଏଥିପାଇଁ ଆମମାନଙ୍କର 1/5 ଭାରତବାସୀ ମୁସଲମାନ ହୋଇଯାଇଥିଲେ। କେବଳ ତରବାରୀ ବଳରେ ଏହା ସାଧିତ ହୋଇନାହିଁ, କେବଳ ତରବାରୀ ଓ ବନ୍ଧୁକ ବଳରେ ଏହା ସାଧିତ ହୋଇଥିଲା। ଏକଥା ଭାବିବା ନିତ୍ୟାନ୍ତ ପାଗଳାମୀ ମାତ୍ର। ପୁଣି ତୁମେମାନେ ଯଦି ସାବଧାନ ନ ହୁଅ, ତେବେ ମାନ୍ଦ୍ରାଜର ପଞ୍ଚମାଂଶ, ଏପରିକି ଅର୍ଦ୍ଧେକ ଲୋକ ଖ୍ରୀଷ୍ଟିଆନ ହୋଇଯିବେ। ମାଲବାର ଦେଶରେ ମୁଁ ଯାହା ଦେଖୁଛି, ତତ୍ପେକ୍ଷା ଜଗତରେ ଆଉ ଅଧିକ ମୂର୍ଖତା କ'ଣ ଥାଇପାରେ? ଚଣ୍ଡାଳ ବିଚରାକୁ ଉଚ୍ଚବର୍ଣ୍ଣ ସଙ୍ଗେ ଏକ ରାସ୍ତାରେ ଯିବାକୁ ଦିଆଯାଏ ନାହିଁ।
କିନ୍ତୁ ସେ ଖ୍ରୀଷ୍ଟିଆନ ହୋଇ ପୂର୍ବ ନାମ ବଦଳାଇ ଗୋଟାଏ ଆନ୍ଦ୍ରୁ, ପିନ୍ଦ୍ରୁ ବା ଯାହା କିଛି ଇଂରେଜୀ ନାମ ଯଦି ନିଅନ୍ତି ବା ମୁସଲମାନ ହୋଇ ମୁସଲମାନୀ ନାମ ନିଅନ୍ତି, ଆଉ କିଛି ଅସୁବିଧା ନାହିଁ। ସେତେବେଳେ ସେ ପଣ୍ଡିତଙ୍କ ପୁଅ। ଏହିପରି ଦେଶାଚାର ଦେଖି ଏହା ବ୍ୟତୀତ ଆଉ କି ସିଦ୍ଧାନ୍ତ କରାଯାଇପାରେ ଯେ ମାଲବାରୀମାନେ ସମସ୍ତେ ପାଗଳ, ସେମାନଙ୍କ ଗୃହଗୁଡ଼ିକ ସବୁ ପାଗଳ ଗାରଦ ଏବଂ ଯେତେଦିନ ପର୍ଯ୍ୟନ୍ତ ସେମାନେ ନିଜ ନିଜର ପ୍ରଥା ଓ ଆଚାରାଦିର ସଂଶୋଧନ ନ କରୁଛନ୍ତି, ସେତେଦିନ ପର୍ଯ୍ୟନ୍ତ ସେମାନେ ଭାରତୀୟ ସମସ୍ତ ଜାତି ନିକଟରେ ଘୃଣାର ପାତ୍ର ହୋଇ ରହିବେ। ଏପରି ଦୂଷିତ ଓ ପୈଶାଚିକ ପ୍ରଥା ସମୂହ ଯେ ଏବେ ମଧ୍ୟ ଅବାଧରେ ରାଜତ୍ୱ କରୁଛି, ଏହା କ'ଣ ସେମାନଙ୍କ ପକ୍ଷରେ ଘୋରତର ଲଜ୍ଜାର ବିଷୟ ନୁହେଁ? ନିଜର ପିଲାମାନେ ଅନାହାରରେ ମରୁଛନ୍ତି, ଏଣେ ପୁଣି ସେମାନେ ଅନ୍ୟର ହୋଇପଡ଼ୁଛନ୍ତି, ସେମାନଙ୍କୁ ଖୁଆଇ ପିଆଇ ମୋଟା କରୁଛନ୍ତି। ବିଭିନ୍ନ ଜାତି ମଧ୍ୟରେ ଆଉ ବିବାଦ ବିସମ୍ବାଦ ରହିବା ଉଚିତ ନୁହେଁ। ଉଚ୍ଚତର ବର୍ଣ୍ଣକୁ ନିଚ କରି ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ନିମ୍ନ ଜାତିକୁ ଉନ୍ନତ କରିବାକୁ ହେବ। ପୁଣି ଯଦି ବା କେତେକ ବ୍ୟକ୍ତି ଅନ୍ୟ ପ୍ରକାର କହିଥାନ୍ତି, ତଥାପି ଏହା ଆମର ଶାସ୍ତ୍ରୋପଦିଷ୍ଟ କାର୍ଯ୍ୟପ୍ରଣାଳୀ, ସେମାନେ ଏହା ବୁଝିପାରନ୍ତି ନାହିଁ। କିନ୍ତୁ ଯେଉଁମାନଙ୍କର ମସ୍ତିଷ୍କ ଅଛି, ଯେଉଁମାନଙ୍କର ଧାରଣା ଶକ୍ତି ଅଛି, ସେମାନେ ହିଁ ପ୍ରାଚୀନମାନଙ୍କ କାର୍ଯ୍ୟପ୍ରଣାଳୀ ଓ ତାହାର ପରିସର ବୁଝିବା ପାଇଁ ସମର୍ଥ। ସେମାନେ ଦୂରରେ ଅବସ୍ଥିତ ହୋଇ ଅନନ୍ତ ଯୁଗ ଧରି ଜାତୀୟ ଜୀବନର ଯେଉଁ ଅପୂର୍ବ ପ୍ରବାହ ଚାଲିଛି, ତାହାର ଆଦିରୁ ଅନ୍ତ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କରନ୍ତି। ସେମାନେ ପ୍ରାଚୀନ ଓ ଆଧୁନିକ ସକଳ ଶାସ୍ତ୍ର ମଧ୍ୟ ଦେଇ ଗୋଟିକ ପରେ ଆଉ ଗୋଟିଏ ପ୍ରଣାଳୀ ସନ୍ଧାନ କରିପାରନ୍ତି। ସେହି କାର୍ଯ୍ୟପ୍ରଣାଳୀ କ'ଣ? ଏକ ଦିଗରେ ବ୍ରାହ୍ମଣ, ଅନ୍ୟ ଦିଗରେ ଚଣ୍ଡାଳ। ପୁଣି ଚଣ୍ଡାଳକୁ କ୍ରମଶଃ ବ୍ରାହ୍ମଣତ୍ୱରେ ପହଞ୍ଚାଇବା ହିଁ ସେମାନଙ୍କର କାର୍ଯ୍ୟପ୍ରଣାଳୀ। ଯେଉଁଗୁଡ଼ିକ ଅପେକ୍ଷାକୃତ ଆଧୁନିକ ଶାସ୍ତ୍ର, ସେଥିରେ ଦେଖିବ ନିମ୍ନତର ଜାତି ସମୂହକୁ କ୍ରମଶଃ ଉଚ୍ଚାଧିକାର ଦିଆଯାଇଛି। ଏପରି ଶାସ୍ତ୍ର ମଧ୍ୟ ଅଛି ଯହିଁରେ ଏହିପରି କଠୋର ବାକ୍ୟ କୁହାଯାଇଛି ଯେ ଯଦି ଶୂଦ୍ର ବେଦ ଶ୍ରବଣ କରେ, ତେବେ ତାହାର କର୍ଣ୍ଣରେ ତପ୍ତ ସୀସା ଢାଳି ଦେବାକୁ ହେବ। ଯଦି ତାହାର ବେଦ କିଛି ସ୍ମରଣ ଥାଏ, ତେବେ ତାକୁ କାଟି ଫିଙ୍ଗି ଦେବାକୁ ହେବ। ଯଦି ସେ ବ୍ରାହ୍ମଣକୁ ହେ ବ୍ରାହ୍ମଣ ବୋଲି ସମ୍ବୋଧନ କରେ, ତେବେ ତାହାର ଜିହ୍ବା ଛେଦ କରିବାକୁ ହେବ। ଏହା ପ୍ରାଚୀନ ଆସୁରିକ ବର୍ବରତା, ସନ୍ଦେହ ନାହିଁ। ଏବଂ ଏହା କହିବା ବାହୁଲ୍ୟ ମାତ୍ର। କିନ୍ତୁ ଏଥିରେ ବ୍ୟବସ୍ଥାପକମାନଙ୍କୁ କୌଣସି ଦୋଷ ଦିଆଯାଏ ନାହିଁ, କାରଣ ସେମାନେ ସମାଜର ଅଂଶ ବିଶେଷର ପ୍ରଥା ବିଶେଷ ଲିପିବଦ୍ଧ କରିଛନ୍ତି ମାତ୍ର। ଏହି ପ୍ରାଚୀନମାନଙ୍କ ଭିତରେ ସମୟ ସମୟରେ ଆସୁରିକ ପ୍ରକୃତିର ଲୋକଙ୍କର ଅଭ୍ୟୁଦୟ ହୋଇଥିଲା। ସବୁ ଯୁଗରେ ସର୍ବତ୍ର ଅଳ୍ପ ବହୁତ ଆସୁରିକ ପ୍ରକୃତିର ଲୋକ ବିଦ୍ୟମାନ ଥିଲେ। ପରବର୍ତ୍ତୀ ସ୍ମୃତି ସମୂହରେ ପୁଣି ଦେଖିବ ଶୂଦ୍ର ପ୍ରତି ବ୍ୟବସ୍ଥାର କଠୋରତା କିଛି କମିଯାଇଛି। ଶୂଦ୍ରଗଣଙ୍କ ପ୍ରତି ନିଷ୍ଠୁର ବ୍ୟବହାରର ପ୍ରୟୋଜନ ନାହିଁ, କିନ୍ତୁ ସେମାନଙ୍କୁ ବେଦାଦି ଶିକ୍ଷା ଦେବ ନାହିଁ। କ୍ରମଶଃ ଆମେ ଆହୁରି ଆଧୁନିକ, ବିଶେଷତଃ ଯେଉଁଗୁଡ଼ିକ ଏହି ଯୁଗ ପାଇଁ ବିଶେଷ ଭାବରେ ଉପଦିଷ୍ଟ, ସେହି ସମସ୍ତ ସ୍ମୃତିରେ ଦେଖିବାକୁ ପାଉଁ। ଯଦି ଶୂଦ୍ରଗଣ ବ୍ରାହ୍ମଣର ଆଚାର ବ୍ୟବହାର ଅନୁକରଣ କରନ୍ତି, ସେମାନେ ଭଲ କରିଥାନ୍ତି। ସେମାନଙ୍କୁ ଉତ୍ସାହ ପ୍ରଦାନ କରିବା କର୍ତ୍ତବ୍ୟ। ଏହିପରି କ୍ରମଶଃ ଦିନ ଯେତିକି ଯାଉଛି, ସେତିକି ଶୂଦ୍ରମାନଙ୍କୁ ବେଶୀ ବେଶୀ ଅଧିକାର ଦିଆଯାଉଛି। ଏହିପରି ମୂଳ କାର୍ଯ୍ୟ ପ୍ରଣାଳୀର ବିଭିନ୍ନ ସମୟରେ ବିଭିନ୍ନ ଭାବରେ କାର୍ଯ୍ୟରେ ପରିଣତ ଅଥବା ବିଭିନ୍ନ ଶାସ୍ତ୍ର ଅନୁସନ୍ଧାନ କରି ତାହାର ବିସ୍ତାରିତ ବିବରଣର କିପରି ସନ୍ଧାନ ମିଳିପାରିବ, ତାହା ଦେଖାଇବାକୁ ମୋର ସମୟ ନାହିଁ। କିନ୍ତୁ ଏ ବିଷୟରେ ମୋଟାମୋଟି ବିଚାର କରି ଦେଖିଲେ ମଧ୍ୟ ବୁଝାଯାଏ ଯେ ସକଳ ଜାତିକୁ ଧୀରେ ଧୀରେ ଉଠିବାକୁ ହେବ। ଏବେ ମଧ୍ୟ ଯେଉଁ ସହସ୍ର ସହସ୍ର ଜାତି ରହିଛନ୍ତି, ସେମାନଙ୍କ ମଧ୍ୟରୁ କେତେଗୁଡ଼ିଏ ପୁଣି ବ୍ରାହ୍ମଣ ଜାତିକୁ ଉନ୍ନୀତ ହେଉଛନ୍ତି। କାରଣ ଜାତି ବିଶେଷ ଯଦି ନିଜ ନିଜକୁ ବ୍ରାହ୍ମଣ ବୋଲି ଘୋଷଣା କରନ୍ତି, ସେଥିରେ କିଏ କ'ଣ କହିବ?
ଜାତିଭେଦ ଯେତେ କଠୋର ହେଉ ତାହା ଏହି ରୂପେ ହିଁ ସୃଷ୍ଟ ହୋଇଛି। ମନେକର କେତେଗୁଡ଼ିଏ ଜାତି ରହିଛନ୍ତି। ପ୍ରତ୍ୟେକ ଜାତିରେ 10,000 ଲେଖାଏଁ ବ୍ୟକ୍ତି। ଏମାନେ ଯଦି ଏକତ୍ରିତ ହୋଇ ନିଜ ନିଜକୁ ବ୍ରାହ୍ମଣ ବୋଲି ଘୋଷଣା କରନ୍ତି, ତେବେ କେହି ସେମାନଙ୍କୁ ବାଧା ଦେଇପାରିବେ ନାହିଁ। ମୁଁ ନିଜ ଜୀବନରେ ଏହା ଦେଖିଛି। କେତେଗୁଡ଼ିଏ ଜାତି ଶକ୍ତି ସମ୍ପନ୍ନ ହୋଇ ଉଠନ୍ତି, ଆଉ ଯେତେବେଳେ ସେମାନେ ସମସ୍ତେ ଏକମତ ହୁଅନ୍ତି, ସେତେବେଳେ ସେମାନଙ୍କୁ ଆଉ କିଏ ବାଧା ଦେଇପାରିବ? କାରଣ ଆଉ ଯାହା ହେଉ, ପ୍ରତ୍ୟେକ ଜାତି ସହିତ ଅପର ଜାତିର କୌଣସି ସମ୍ପର୍କ ନାହିଁ। ଏକ ଜାତି ଅପର ଜାତିର କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ। ଏପରିକି ଏକ ଜାତିର ବିଭିନ୍ନ ଶାଖାଗୁଡ଼ିକ ମଧ୍ୟ ପରସ୍ପରର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ। ପୁଣି ଶଙ୍କରାଚାର୍ଯ୍ୟ ପ୍ରଭୃତି ବଡ଼ ବଡ଼ ଯୁଗାଚାର୍ଯ୍ୟ ଜାତି ଗଠନକାରୀ ଥିଲେ। ସେମାନେ ଯେଉଁ ସମସ୍ତ ଅଦ୍ଭୁତ ବ୍ୟାପାର କରିଥିଲେ, ତାହା ମୁଁ ତୁମମାନଙ୍କୁ କହିପାରୁନାହିଁ। ଏବଂ ମୁଁ ଯାହା କହିବାକୁ ଯାଉଛି, ତୁମମାନଙ୍କ ମଧ୍ୟରୁ କେହି କେହି ସେଥିରେ ବିରକ୍ତ ହୋଇପାର। କିନ୍ତୁ ମୋର ଭ୍ରମଣରେ ଓ ଅଭିଜ୍ଞତାରେ ମୁଁ ଏହାର ସନ୍ଧାନ ପାଇଛି ଏବଂ ମୁଁ ଏହି ଗବେଷଣାରେ ଅଦ୍ଭୁତ ଫଳ ଲାଭ କରିଛି। ସମୟ ସମୟରେ ସେମାନେ ଦଳକୁ ଦଳ ବେଲୁଚିଙ୍କୁ ନେଇ ସେମାନଙ୍କୁ ଏକ ମୁହୂର୍ତ୍ତରେ କ୍ଷତ୍ରିୟ କରିଦେଉଥିଲେ, ଦଳକୁ ଦଳ କେଉଟଙ୍କୁ ଏକ ମୁହୂର୍ତ୍ତରେ ବ୍ରାହ୍ମଣ କରି ପକାଉଥିଲେ। ସେମାନେ ସମସ୍ତେ ହିଁ ମୁନି ଋଷି ଥିଲେ। ଆମମାନଙ୍କୁ ସେମାନଙ୍କର କାର୍ଯ୍ୟକଳାପ ଭକ୍ତି ଶ୍ରଦ୍ଧାର ଦୃଷ୍ଟିରେ ଦେଖିବାକୁ ହେବ। ତୁମମାନଙ୍କୁ ମଧ୍ୟ ମୁନି ଋଷି ହେବାକୁ ପଡ଼ିବ। ଏହା ହିଁ କୃତକାର୍ଯ୍ୟ ହେବାର ଗୂଢ଼ ଉପାୟ। ଅଳ୍ପାଧିକ ପରିମାଣରେ ସମସ୍ତଙ୍କୁ ଋଷିତ୍ୱ ସମ୍ପନ୍ନ ହେବାକୁ ହେବ। ଋଷି ଶବ୍ଦର ଅର୍ଥ କ'ଣ? ବିଶୁଦ୍ଧ ସ୍ୱଭାବ ବ୍ୟକ୍ତି। ଆଗେ ବିଶୁଦ୍ଧ ଚିତ୍ତ ହୁଅ, ତୁମର ଶକ୍ତି ଆସିବ। କେବଳ ମୁଁ ଋଷି କହିଲେ ହିଁ ଚଳିବ ନାହିଁ। କିନ୍ତୁ ଯେତେବେଳେ ତୁମେ ଯଥାର୍ଥ ଋଷିତ୍ୱ ଲାଭ କରିବ, ସେତେବେଳେ ତୁମେ ଦେଖିବ ଯେ ଅନ୍ୟମାନେ ତୁମର କଥା କୌଣସି ନା କୌଣସି ଭାବରେ ଶୁଣୁଛନ୍ତି। ତୁମ ଭିତରୁ ଏକ ଆଶ୍ଚର୍ଯ୍ୟ ବସ୍ତୁ ଆସି ଅନ୍ୟର ମନ ଉପରେ ପ୍ରଭାବ ବିସ୍ତାର କରିବ। ସେଥିରେ ସେମାନେ ବାଧ୍ୟ ହୋଇ ତୁମର ଅନୁବର୍ତ୍ତୀ ହେବେ, ବାଧ୍ୟ ହୋଇ ତୁମର କଥା ଶୁଣିବେ। ଏପରିକି ସେମାନଙ୍କ ଅଜ୍ଞାତ ସାରରେ ସେମାନଙ୍କ ନିଜ ନିଜ ଇଚ୍ଛା ବିରୋଧରେ ତୁମର ସଂକଳ୍ପିତ କାର୍ଯ୍ୟ ସିଦ୍ଧିର ସହାୟକ ହେବେ। ଏହା ହିଁ ଋଷିତ୍ୱ। ଅବଶ୍ୟ ଯାହା କହିଲି, ସେଥିରେ କାର୍ଯ୍ୟ ପ୍ରଣାଳୀର ବିଶେଷ କିଛି ବର୍ଣ୍ଣନା ହେଲା ନାହିଁ। ବଂଶ ପରମ୍ପରା କ୍ରମେ ତାହା ଆବିଷ୍କୃତ ହେବ। ବିବାଦ ବିସମ୍ବାଦରେ ଯେ ଆଦୌ ପ୍ରୟୋଜନ ନାହିଁ, ତାହା ହିଁ ଦେଖାଇବା ପାଇଁ ବର୍ତ୍ତମାନ ମୁଁ ଗୋଟିଏ ଦିଓଟି କଥାର ଆଭାସ ଦେଲି ମାତ୍ର। ମୋର ଅଧିକତର ଦୁଃଖର କାରଣ ଏହି ଯେ ଆଜିକାଲି ବିଭିନ୍ନ ଜାତି ମଧ୍ୟରେ ପରସ୍ପର ଘୋର ବାଦ ପ୍ରତିବାଦ ଚାଲୁଛି। ଏହା ବନ୍ଦ ହେବା ଉଚିତ। ଉଭୟ ପକ୍ଷରେ ଏଥିରେ କିଛି ଲାଭ ନାହିଁ। ଉଚ୍ଚତମ ବର୍ଣ୍ଣର ବିଶେଷତ୍ୱ ବ୍ରାହ୍ମଣଙ୍କର ଏଥିରେ ଲାଭ ନାହିଁ, କାରଣ ଏକଚାଟିଆ ଅଧିକାରର ଦିନ ଚାଲିଯାଇଛି। ପ୍ରତ୍ୟେକ ଅଭିଜାତ ଜାତିର କର୍ତ୍ତବ୍ୟ ନିଜ ସମାଧି ନିଜେ ଖୋଳିବା। ପୁଣି ଯେତେ ଶୀଘ୍ର ସେମାନେ ଏ କାର୍ଯ୍ୟ କରନ୍ତି, ସେତିକି ସେମାନଙ୍କ ପକ୍ଷେ ମଙ୍ଗଳ। ଯେତେ ବିଳମ୍ବ ହେବ, ସେମାନେ ସେତିକି ସଢ଼ିବେ ଏବଂ ସେମାନଙ୍କ ମୃତ୍ୟୁ ମଧ୍ୟ ସେତିକି ଭୟଙ୍କର ହେବ। ଏହି କାରଣରୁ ବ୍ରାହ୍ମଣ ଜାତିର କର୍ତ୍ତବ୍ୟ ଭାରତର ଅନ୍ୟ ସମସ୍ତଙ୍କର ଉଦ୍ଧାର ପାଇଁ ଚେଷ୍ଟା। ସେମାନେ ଯଦି ଏହା କରନ୍ତି ଏବଂ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ଏହା କରୁଥିବେ, ସେତେ ଦିନ ପର୍ଯ୍ୟନ୍ତ ସେମାନେ ବ୍ରାହ୍ମଣ ରହିଥିବେ। କିନ୍ତୁ ଯଦି ସେମାନେ କେବଳ ଟଙ୍କାର ଚେଷ୍ଟାରେ ବୁଲନ୍ତି, ତେବେ ସେମାନଙ୍କୁ ବ୍ରାହ୍ମଣ କୁହାଯିବ ନାହିଁ। ଆହୁରି ମଧ୍ୟ କେବଳ ପ୍ରକୃତ ବ୍ରାହ୍ମଣମାନଙ୍କୁ ସାହାଯ୍ୟ କରିବା ତୁମମାନଙ୍କର ଉଚିତ। ସେଥିରେ ସ୍ୱର୍ଗ ଲାଭ ହେବ। କିନ୍ତୁ ଅନୁପଯୁକ୍ତ ବ୍ୟକ୍ତିଙ୍କୁ ଦାନ କଲେ ତାହାର ଫଳରେ ସ୍ୱର୍ଗ ନ ମିଳି ବରଂ ବିପରୀତ ହୋଇଥାଏ। ଆମ ଶାସ୍ତ୍ର ଏହି କଥା କହିଥାନ୍ତି। ଏହି ବିଷୟରେ ତୁମମାନଙ୍କୁ ସାବଧାନ ହେବାକୁ ପଡ଼ିବ। ସେ ହେଉଛି ଯଥାର୍ଥ ବ୍ରାହ୍ମଣ, ଯେ ସାଂସାରିକ କୌଣସି କର୍ମ କରନ୍ତି ନାହିଁ। ସାଂସାରିକ କାର୍ଯ୍ୟ ଅନ୍ୟ ଜାତି ପାଇଁ, ବ୍ରାହ୍ମଣ ପାଇଁ ନୁହେଁ।
ବ୍ରାହ୍ମଣମାନଙ୍କୁ ଆହ୍ୱାନ କରି ମୁଁ କହୁଛି, ସେମାନେ ଯାହା ଜାଣନ୍ତି ତାହା ଶିଖାଇ ଶତ ଶତ ଶତାବ୍ଦୀର ଶିକ୍ଷା ଅଭିଜ୍ଞତାରେ ଯାହା ସେମାନେ ସଞ୍ଚୟ କରିଛନ୍ତି ତାହା ଦାନ କରି ଭାରତବାସୀଙ୍କୁ ଉନ୍ନତ କରିବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରନ୍ତୁ। ଭାରତୀୟ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ ପ୍ରକୃତ ବ୍ରାହ୍ମଣତ୍ୱ କ'ଣ ତାହା ସ୍ମରଣ କରିବା। ମନୁ କହିଛନ୍ତି, ବ୍ରାହ୍ମଣୋ ଜାୟମାନୋ ହି ପୃଥିବ୍ୟାମଧିଜାୟତେ ଈଶ୍ୱରଃ ସର୍ବଭୂତାନାଂ ଧର୍ମକୋଶସ୍ୟ ଗୁପ୍ତୟେ। ଅର୍ଥାତ୍ ବ୍ରାହ୍ମଣଙ୍କୁ ଯେ ଏତେ ସମ୍ମାନ ଓ ବିଶେଷ ବିଶେଷ ଅଧିକାର ଦିଆଯାଇଛି ତାହାର କାରଣ ତାଙ୍କ ନିକଟରେ ଧର୍ମର ଭଣ୍ଡାର। ତାଙ୍କୁ ସେହି ଧନ ଭଣ୍ଡାର ଖୋଲି ତାହାର ଅନ୍ତର୍ଗତ ରତ୍ନରାଜି ଜଗତରେ ବିତରଣ କରିବାକୁ ହେବ। ଏହା ସତ୍ୟ କଥା ଯେ ଭାରତୀୟ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ବ୍ରାହ୍ମଣ ହିଁ ପ୍ରଥମେ ଧର୍ମତତ୍ତ୍ୱ ପ୍ରକାଶ କରିଥିଲେ ଏବଂ ସେ ସମସ୍ତଙ୍କ ପୂର୍ବରୁ ଜୀବନର ଗୂଢ଼ତମ ସମସ୍ୟା ସମୂହର ରହସ୍ୟ ଉପଲବ୍ଧି କରିବା ପାଇଁ ସର୍ବତ୍ୟାଗ କରିଥିଲେ। ବ୍ରାହ୍ମଣମାନେ ଯେ ଅନ୍ୟାନ୍ୟ ଜାତିଙ୍କ ଠାରୁ ଅଧିକତର ଉନ୍ନତିର ପଥରେ ଅଗ୍ରସର ହୋଇଥିଲେ, ଏଥିରେ ସେମାନଙ୍କର ଅପରାଧ କ'ଣ? ଅପର ଜାତିମାନେ କାହିଁକି ଜ୍ଞାନ ଲାଭ କଲେ ନାହିଁ? ସେମାନେ କାହିଁକି ପ୍ରଥମେ ଅଳସୁଆ ହୋଇ ଚୁପ୍ କରି ବସି ରହି ଶଶକ ଓ କୁର୍ମର ଗତିଶକ୍ତି ପରୀକ୍ଷାର ପୁନର୍ଅଭିନୟ କଲେ? ତେବେ କଥା ଏହି, ଅନ୍ୟ ଅପେକ୍ଷା ଅଧିକ ଅଗ୍ରସର ହେବା ଓ ସୁବିଧା ଲାଭ କରିବା ଏକ କଥା ଏବଂ ଅସଦ୍ବ୍ୟବହାର ପାଇଁ ଏଗୁଡ଼ିକୁ ଧରି ରଖିବା ଅନ୍ୟ ଏକ କଥା। କ୍ଷମତା ଯେତେବେଳେ ଅସଦ୍ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ସେତେବେଳେ ତାହା ଆସୁରିକ ଭାବ ଧାରଣ କରେ। କେବଳ ସଦ୍ ଉଦ୍ଦେଶ୍ୟରେ କ୍ଷମତାର ବ୍ୟବହାର ହେବ। ଅତଏବ ଏହି ଶତ ଶତ ଶତାବ୍ଦୀର ସଞ୍ଚିତ ଶିକ୍ଷା ଓ ସଂସ୍କାର ବ୍ରାହ୍ମଣମାନେ ଏତେ ଦିନ ଯାହାର ରକ୍ଷକ ସ୍ୱରୂପ ଅଛନ୍ତି ସର୍ବସାଧାରଣଙ୍କୁ ଦେଇଦେବାକୁ ହେବ ଏବଂ ସେମାନେ ଯେ ସର୍ବସାଧାରଣଙ୍କୁ ଏତେ ଦିନ ଧରି ଏହା ଦେଇନାହାନ୍ତି, ଏହି କାରଣରୁ ହିଁ ମୁସଲମାନ ଆକ୍ରମଣ ସମ୍ଭବ ହୋଇଥିଲା। ସେମାନେ ମୂଳରୁ ସର୍ବସାଧାରଣଙ୍କ ନିକଟରେ ଏହି ଧନ ଭଣ୍ଡାର ଉନ୍ମୁକ୍ତ କରିନଥିଲେ। ଏହି କାରଣରୁ ହିଁ ସହସ୍ର ବର୍ଷ ଧରି ଯେ କେହି ଇଚ୍ଛା କରିଛି ସେ ଭାରତକୁ ଆସି ଆମମାନଙ୍କୁ ପଦଦଳିତ କରିଛି। ଏଥିରେ ହିଁ ଆମମାନଙ୍କର ଏହିପରି ଅବନତି ଘଟିଛି। ପୁଣି ଆମମାନଙ୍କର ସର୍ବପ୍ରଥମ କାର୍ଯ୍ୟ ଏହି ଯେ ଆମମାନଙ୍କର ସାଧାରଣ ପୂର୍ବପୁରୁଷଗଣ ଯେଉଁ ଭଣ୍ଡାରରେ ଧର୍ମରୂପକ ଅପୂର୍ବ ରତ୍ନରାଜି ସଞ୍ଚିତ କରି ଗୋପନରେ ରଖିଥିଲେ ତାହା ଖୋଲି ସେଗୁଡ଼ିକୁ ବାହାର କରି ପ୍ରତ୍ୟେକଙ୍କୁ ଦେବାକୁ ହେବ ଏବଂ ବ୍ରାହ୍ମଣମାନଙ୍କୁ ଏହି କାର୍ଯ୍ୟ ପ୍ରଥମେ କରିବାକୁ ହେବ। ବଙ୍ଗଳା ଦେଶରେ ଗୋଟିଏ ପ୍ରାଚୀନ କୁସଂସ୍କାର ଅଛି। ଯେଉଁ ଗୋଖର ସାପ ଦଂଶନ କରିଛି ସେ ଯଦି ନିଜେ ନିଜର ବିଷ ଉଠାଇ ନିଏ ତେବେ ହିଁ ସେ ରୋଗୀ ବଞ୍ଚିବ। ସୁତରାଂ ବ୍ରାହ୍ମଣଙ୍କୁ ତାଙ୍କ ନିଜର ବିଷ ଉଠାଇ ନେବାକୁ ହେବ। ବ୍ରାହ୍ମଣେତର ଜାତିଙ୍କୁ ମୁଁ କହୁଛି, ଅପେକ୍ଷା କର, ବ୍ୟସ୍ତ ହୁଅ ନାହିଁ। ସୁବିଧା ପାଇଲେ ମଧ୍ୟ ବ୍ରାହ୍ମଣ ଜାତିକୁ ଆକ୍ରମଣ କରିବାକୁ ଯାଅ ନାହିଁ, କାରଣ ମୁଁ ତୁମମାନଙ୍କୁ ଦେଖାଇଛି ତୁମେମାନେ ନିଜ ଦୋଷରୁ କଷ୍ଟ ପାଉଛ। ତୁମମାନଙ୍କୁ ଆଧ୍ୟାତ୍ମିକତା ଉପାର୍ଜନ କରିବା ପାଇଁ ଓ ସଂସ୍କୃତ ଶିଖିବା ପାଇଁ କିଏ ନିଷେଧ କରିଥିଲା? ଏତେ ଦିନ ଧରି ତୁମେମାନେ କ'ଣ କରୁଥିଲ? ତୁମେମାନେ ଏତେ ଦିନ ଧରି ଉଦାସୀନ ଥିଲ କାହିଁକି? ପୁଣି ଅନ୍ୟମାନେ ତୁମମାନଙ୍କ ଅପେକ୍ଷା ଅଧିକ ବୁଦ୍ଧି, ଅଧିକ ବୀର୍ଯ୍ୟ, ଅଧିକ ସାହସ ଓ ଅଧିକ କ୍ରିୟାଶକ୍ତିର ପରିଚୟ ଦେଇଛନ୍ତି ବୋଲି ବର୍ତ୍ତମାନ ବିରକ୍ତି ପ୍ରକାଶ କରୁଛ କାହିଁକି? ସମ୍ବାଦପତ୍ରରେ ଏହି ସମସ୍ତ ବାଦ ପ୍ରତିବାଦ ବିବାଦ ବିସମ୍ବାଦରେ ବୃଥା ଶକ୍ତି କ୍ଷୟ ନ କରି ନିଜ ଗୃହରେ ଏହିପରି କଳୁଷାତ୍ମକ ବିବାଦରେ ବ୍ୟସ୍ତ ନ ରହି ସମସ୍ତ ଶକ୍ତି ପ୍ରୟୋଗ କରି ବ୍ରାହ୍ମଣ ଯେଉଁ ଶିକ୍ଷା ବଳରେ ଏତେ ଗୌରବର ଅଧିକାରୀ ହୋଇଅଛନ୍ତି ତାହା ପାଇବା ପାଇଁ ଚେଷ୍ଟା କର। ତେବେ ଯାଇ ତୁମମାନଙ୍କର ଉଦ୍ଦେଶ୍ୟ ସିଦ୍ଧ ହେବ। ତୁମେମାନେ ସଂସ୍କୃତ ଭାଷାରେ ପଣ୍ଡିତ ହେଉନାହ କାହିଁକି? ତୁମେମାନେ ଭାରତର ସମସ୍ତ ବର୍ଣ୍ଣ ମଧ୍ୟରେ ସଂସ୍କୃତ ଶିକ୍ଷାର ବିସ୍ତାର ପାଇଁ ଲକ୍ଷ ଲକ୍ଷ ମୁଦ୍ରା ବ୍ୟୟ ନ କରିବ କାହିଁକି? ମୁଁ ତୁମମାନଙ୍କୁ ଏହା ହିଁ ପ୍ରଶ୍ନ କରୁଛି। ଯେତେବେଳେ ଏଗୁଡ଼ିକ କରିବ ସେତେବେଳେ ତୁମେମାନେ ବ୍ରାହ୍ମଣଙ୍କ ସମକକ୍ଷ ହେବ।
ଭାରତରେ ଅଧିକାର ଲାଭର ଏହା ହିଁ ରହସ୍ୟ। ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ରହିଲେ ହିଁ ଭାରତରେ ସମ୍ମାନ ଭାଜନ ହୋଇପାରିବ। ସଂସ୍କୃତ ଭାଷାରେ ଜ୍ଞାନ ଲାଭ କଲେ କେହି ତୁମମାନଙ୍କ ବିରୋଧରେ କିଛି କରିବା ପାଇଁ ସାହସ କରିବେ ନାହିଁ। ଏହା ହିଁ ଏକମାତ୍ର ରହସ୍ୟ। ଏହି ପଥ ଅବଲମ୍ବନ କର। ଅଦ୍ୱୈତବାଦର ପ୍ରାଚୀନ ଉପମା ନେଇ କହିବାକୁ ପଡ଼ିବ। ସମଗ୍ର ଜଗତ ନିଜ ନିଜ ମାୟାରେ ନିଜେ ମୁଗ୍ଧ ହୋଇ ରହିଛି। ସଂକଳ୍ପ ହିଁ ଜଗତରେ ଅମୋଘ ଶକ୍ତି। ଦୃଢ଼ ଇଚ୍ଛା ଶକ୍ତି ସମ୍ପନ୍ନ ପୁରୁଷର ଶରୀରରୁ ଯେପରି ଏକ ତେଜ ନିର୍ଗତ ହୋଇଥାଏ ଏବଂ ତାଙ୍କ ନିଜ ମନ ଯେଉଁ ଅବସ୍ଥାରେ ଅବସ୍ଥିତ, ଅପର ବ୍ୟକ୍ତି ମନରେ ଠିକ୍ ସେହି ଭାବ ଉତ୍ପାଦନ କରେ। ଏହିପରି ପ୍ରବଳ ଇଚ୍ଛା ଶକ୍ତି ସମ୍ପନ୍ନ ପୁରୁଷମାନଙ୍କର ମଧ୍ୟେ ମଧ୍ୟେ ଆବିର୍ଭାବ ହୋଇଥାଏ। ପୁଣି ଯେତେବେଳେ ଜଣେ ଶକ୍ତି ସମ୍ପନ୍ନ ପୁରୁଷର ଶକ୍ତିରେ ଅନେକଙ୍କ ଭିତରେ ସେହି ଏକ ପ୍ରକାର ଭାବର ଉଦୟ ହୁଏ, ସେତେବେଳେ ଆମେ ଶକ୍ତି ସମ୍ପନ୍ନ ହୋଇ ଉଠୁ। ଗୋଟିଏ ପ୍ରତ୍ୟକ୍ଷ ଦୃଷ୍ଟାନ୍ତ ଦେଖ। 4 କୋଟି ଇଂରେଜ 30 କୋଟି ଭାରତୀୟଙ୍କ ଉପରେ କିପରି ପ୍ରଭୁତ୍ୱ କରୁଛନ୍ତି। ସଂହତି ହିଁ ଶକ୍ତିର ମୂଳ। ଏକଥା କହିଲେ ତୁମେମାନେ ହୁଏତ କହିବ, ଏହା ତ ଜଡ଼ ଶକ୍ତି ବଳରେ ସାଧିତ ହୁଏ। ସୁତରାଂ ଆଧ୍ୟାତ୍ମିକ ଶକ୍ତିର ପ୍ରୟୋଜନୀୟତା କେଉଁଠାରେ ରହିଲା? ଆଧ୍ୟାତ୍ମିକ ଶକ୍ତିର ପ୍ରୟୋଜନୀୟତା ନିଶ୍ଚୟ ଅଛି। ଏହି 4 କୋଟି ଇଂରେଜ ସେମାନଙ୍କ ସମସ୍ତ ଇଚ୍ଛା ଶକ୍ତି ଏକାଯୋଗରେ ପ୍ରୟୋଗ କରିପାରନ୍ତି ଏବଂ ଏହାଦ୍ୱାରା ହିଁ ସେମାନଙ୍କର ଅସୀମ ଶକ୍ତି ଲାଭ ହୋଇଥାଏ। ପୁଣି ତୁମମାନଙ୍କର 30 କୋଟି ଲୋକ ପ୍ରତ୍ୟେକ ବିଭିନ୍ନ ଭାବ ଧରିଛନ୍ତି। ସୁତରାଂ ଭାରତର ଭବିଷ୍ୟତ ଉଜ୍ଜଳ କରିବାକୁ ହେଲେ ତାହାର ମୂଳ ରହସ୍ୟ ହିଁ ଏହି ସଂହତି, ଶକ୍ତି ସଂଗ୍ରହ, ବିଭିନ୍ନ ଇଚ୍ଛା ଶକ୍ତି ସମୂହର ଏକତ୍ର ମିଳନ। ପୁଣି ବର୍ତ୍ତମାନ ଆମମାନଙ୍କ ମନଶ୍ଚକ୍ଷୁ ସମକ୍ଷରେ ଋଗ୍ବେଦ ସଂହିତାର ସେହି ଅପୂର୍ବ ଶ୍ଲୋକ ପ୍ରତିଭାତ ହେଉଛି। ସଂଗଚ୍ଛଧ୍ୱଂ ସଂଗବଦଧ୍ୱଂ ସଂଗବୋ ମନାଂସି ଜାନତାମ୍ ଦେବା ଭାଗଂ ଯଥା ପୂର୍ବେ ସଂଜାନାନା ଉପାସତେ। ତୁମେମାନେ ସମସ୍ତେ ସମାନ୍ତକରଣ ବିଶିଷ୍ଟ ହୁଅ, କାରଣ ପୂର୍ବ କାଳରେ ଦେବଗଣ ଏକମନା ହୋଇ ସେମାନଙ୍କର ଭାଗ ଲାଭ କରିବାକୁ ସମର୍ଥ ହୋଇଥିଲେ। ଦେବଗଣ ଏକଚିତ୍ତ ବୋଲି ମାନବର ଉପାସନାର ଯୋଗ୍ୟ ହୋଇଛନ୍ତି। ସମାଜ ଗଠନର ଏହା ହିଁ ରହସ୍ୟ। ପୁଣି ତୁମେ ଯେତିକି ଆର୍ଯ୍ୟ, ଦ୍ରାବିଡ଼, ବ୍ରାହ୍ମଣ, ଅବ୍ରାହ୍ମଣ ପ୍ରଭୃତି ତୁଚ୍ଛ ବିଷୟ ଧରି ବିବାଦରେ ବ୍ୟସ୍ତ ରହିବ, ସେତିକି ତୁମେ ଭବିଷ୍ୟତ ଭାରତର ଉପାଦାନ ସ୍ୱରୂପ ଶକ୍ତି ସଂଗ୍ରହ ଠାରୁ ଅନେକ ଦୂରରେ ରହିବ। କାରଣ ଏହା ବିଶେଷ ଭାବରେ ଲକ୍ଷ୍ୟ କରିବ ଯେ ଭାରତର ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ଏହାରି ଉପରେ ନିର୍ଭର କରୁଛି। ଏହି ଇଚ୍ଛା ଶକ୍ତି ସମୂହର ଏକତ୍ର ସମ୍ମେଳନ, ଏକ କେନ୍ଦ୍ରୀକରଣ, ଏହା ହିଁ ରହସ୍ୟ। ପ୍ରତ୍ୟେକ ଚୀନା ଲୋକର ମନର ଭାବ ଭିନ୍ନ ଭିନ୍ନ ଏବଂ ମୁଷ୍ଟିମେୟ କେତେକ ଜାପାନୀ ଏକଚିତ୍ତ। ଏହାର ଫଳ କ'ଣ ହୋଇଛି ତାହା ତୁମେମାନେ ଜାଣ। ଜଗତର ଇତିହାସରେ ଚିରକାଳ ଏହିପରି ଘଟିଥାଏ। ତୁମେମାନେ ଦେଖିବ, କ୍ଷୁଦ୍ର ଜାତି ସମୂହ ଚିରକାଳ ବଡ଼ ବଡ଼ ଜାତିମାନଙ୍କ ଉପରେ ପ୍ରଭୁତ୍ୱ କରିଥାନ୍ତି। ଏହା ଅତି ସ୍ୱାଭାବିକ, କାରଣ କ୍ଷୁଦ୍ର ସଂହତି ଜାତି ସମୂହର ବିଭିନ୍ନ ଭାବ ସମୂହକୁ ଏକ କେନ୍ଦ୍ରାନୁଗ କରିବା ଅତି ସହଜ। ପୁଣି ସେଥିରେ ହିଁ ସେମାନେ ସହଜରେ ଉନ୍ନତ ହୋଇଥାନ୍ତି। ଆଉ ମଧ୍ୟ ଯେଉଁ ଜାତିରେ ଲୋକସଂଖ୍ୟା ଯେତେ ଅଧିକ, ତାଙ୍କର ସମବେତ ଭାବରେ କାର୍ଯ୍ୟ ପରିଚାଳନା କରିବା ସେତେ କଠିନ। ଏହା ଯେପରି ଗୋଟାଏ ଅସଂହତ, ଅନିୟନ୍ତ୍ରିତ ଲୋକ ସମଷ୍ଟି ସ୍ୱରୂପ ସେମାନେ କେବେ ମିଳିପାରନ୍ତି ନାହିଁ। ଯାହା ହେଉ, ଆମମାନଙ୍କୁ ସମସ୍ତ ବିବାଦ ବିସମ୍ବାଦ ଛାଡ଼ିବାକୁ ହେବ। ଆମମାନଙ୍କଠାରେ ଆଉ ଗୋଟିଏ ଦୋଷ ଅଛି। ଭଦ୍ର ମହିଳାଗଣ ମୋତେ କ୍ଷମା କରିବେ, କିନ୍ତୁ ଶତ ଶତ ଶତାବ୍ଦୀର ଦାସତ୍ୱରେ ଆମେ ଯେପରି ଦଳେ ସ୍ତ୍ରୀ ଲୋକଙ୍କ ପରି ହୋଇପଡ଼ିଛୁ। ତୁମେମାନେ ଏ ଦେଶ କିମ୍ବା ଅନ୍ୟ ଯେକୌଣସି ଦେଶକୁ ଯାଅ, ସେଠାରେ ଦେଖିବ 3 ଜଣ ସ୍ତ୍ରୀ ଲୋକ ଯଦି ଏକତ୍ର 5 ମିନିଟ୍ ପାଇଁ ମିଳିତ ହୋଇଛନ୍ତି, ତେବେ ବିବାଦରେ ମଜ୍ଜି ଅଛନ୍ତି। ପାଶ୍ଚାତ୍ୟ ଦେଶ ସମୂହରେ ବଡ଼ ବଡ଼ ସଭା କରି ସେମାନେ ନାରୀ ଜାତିର କ୍ଷମତା ଓ ଅଧିକାର ଘୋଷଣାରେ
ଗଗନ ଫଟାଇ ଦିଅନ୍ତି। ତାହାପରେ 2 ଦିନ ଯାଉ ନ ଯାଉଣୁ ପରସ୍ପର ସହିତ ବିବାଦ କରି ବସନ୍ତି। ସେତେବେଳେ କୌଣସି ପୁରୁଷ ଆସି ସେମାନଙ୍କ ଉପରେ ପ୍ରଭୁତ୍ୱ କରିଥାନ୍ତି। ସମଗ୍ର ଜଗତରେ ଏହିପରି ଦେଖିବ। ନାରୀ ଜାତିକୁ ଶାସନରେ ରଖିବା ପାଇଁ ଏବେ ମଧ୍ୟ ପୁରୁଷଙ୍କର ପ୍ରୟୋଜନ ଅଛି। ଆମେମାନେ ଏହିପରି ସ୍ତ୍ରୀ ଲୋକଙ୍କ ପରି ରହିଅଛୁ। ଯଦି କୌଣସି ନାରୀ ସେମାନଙ୍କ ଉପରେ ନେତୃତ୍ୱ କରିବାକୁ ଯାଏ, ଶୀଘ୍ର ମିଳି ତାହା ସମ୍ବନ୍ଧରେ କଠୋର ସମାଲୋଚନା କରିଥାନ୍ତି। ତାହାର କଥାକୁ ଉଡ଼ାଇ ଦିଅନ୍ତି, ତାକୁ ଠିଆ କରାଇ ଦିଅନ୍ତି ନାହିଁ, ଜୋର କରି ବସାଇ ଦିଅନ୍ତି। କିନ୍ତୁ ଯଦି ଜଣେ ପୁରୁଷ ଆସି ସେମାନଙ୍କ ପ୍ରତି ଟିକିଏ କର୍କଶ ବ୍ୟବହାର କରେ, ମଧ୍ୟେ ମଧ୍ୟେ ଗାଳିମନ୍ଦ କରେ, ତେବେ ଯାଇ ସେମାନଙ୍କର ସ୍ୱସ୍ତି ବୋଧ ହୁଏ। ସେମାନେ ଯେ ଏହିପରି ବ୍ୟବହାରରେ, ଏହିପରି ପ୍ରଭାବରେ ପ୍ରଭାବିତ ହେବାରେ ଅଭ୍ୟସ୍ତ। ସମଗ୍ର ଜଗତ ହିଁ ଯାଦୁକର ଓ ବଶୀକରଣବିଦ୍ ମାନଙ୍କ ଦ୍ୱାରା ପୂର୍ଣ୍ଣ। ଶକ୍ତିଶାଳୀ ବ୍ୟକ୍ତିଗଣ ସର୍ବଦା ଏହିପରି ଅନ୍ୟକୁ ବଶୀଭୂତ କରୁଛନ୍ତି। ଆମେମାନେ ମଧ୍ୟ ଏହିପରି ହୋଇଛୁ। ଯଦି ତୁମ ଦେଶରେ ଜଣେ କେହି ବଡ଼ ହେବାକୁ ଚେଷ୍ଟା କରେ, ତୁମେମାନେ ସମସ୍ତେ ତାକୁ ଚାପି ଦେବାକୁ ଚାହଁ। କିନ୍ତୁ ଜଣେ ବିଦେଶୀ ଆସି ଯଦି ଗୋଇଠା ମାରେ, ତେବେ ତାହା ଅନ୍ୟାୟସରେ ସହିବା ପାଇଁ ପ୍ରସ୍ତୁତ ଥାଅ। ତୁମେମାନେ ଏଥିରେ ଅଭ୍ୟସ୍ତ ହୋଇଛ। ଏହି ଦାସତ୍ୱ ତିଳକ କପାଳରେ ଧାରଣ କରି ତୁମେମାନେ ପୁଣି ବଡ଼ ବଡ଼ ନେତା ହେବାକୁ ଚାହଁ। ସୁତରାଂ ତୁମମାନଙ୍କର ଏ ଦୋଷ ଛାଡ଼। ଆଗାମୀ 50 ବର୍ଷ ଧରି ସେହି ପରମ ଜନନୀ ମାତୃଭୂମି ଯେପରି ତୁମମାନଙ୍କର ଆରାଧ୍ୟା ଦେବୀ ହୁଅନ୍ତି, ଅନ୍ୟାନ୍ୟ ଦେବତାମାନଙ୍କୁ ଏହି କେତେକ ବର୍ଷ ପାଇଁ ଭୁଲିଗଲେ କୌଣସି କ୍ଷତି ନାହିଁ। ଅନ୍ୟାନ୍ୟ ଦେବତାମାନେ ଶୋଇଛନ୍ତି, ଏହି ଦେବତା ହିଁ ଏକମାତ୍ର ଜାଗ୍ରତ। ତୁମମାନଙ୍କର ସ୍ୱଜାତି ସର୍ବତ୍ର ହିଁ ତାହାଙ୍କର ହସ୍ତ, ସର୍ବତ୍ର ତାଙ୍କର କର୍ଣ୍ଣ, ସେ ସର୍ବତ୍ର ବ୍ୟାପୀ ରହିଛନ୍ତି। ତୁମେ ଯେଉଁ ନିଷ୍ଫଳା ଦେବତାଙ୍କ ଅନ୍ୱେଷଣରେ ଧାବିତ ହେଉଛ ଏବଂ ତୁମ ସମ୍ମୁଖରେ ତୁମର ଚାରି ଦିଗରେ ଯେଉଁ ଦେବତାଙ୍କୁ ଦେଖୁଛ, ସେହି ବିରାଟଙ୍କର ଉପାସନା କରିପାରୁନାହଁ। ଯେତେବେଳେ ତୁମେମାନେ ଏହି ଦେବତାଙ୍କ ଉପାସନା ପାଇଁ ସମର୍ଥ ହେବ, ସେତେବେଳେ ଅନ୍ୟାନ୍ୟ ଦେବତାଙ୍କୁ ମଧ୍ୟ ପୂଜା କରିବା ପାଇଁ ତୁମେମାନେ ସମର୍ଥ ହେବ। ତୁମେମାନେ ପାଦେ ହେଲେ ଚାଲିପାରିବ ନାହିଁ, ଅଥଚ ହନୁମାନ ପରି ସମୁଦ୍ର ପାରି ହେବାକୁ ଯାଉଛ। ତାହା କେବେ ହିଁ ହୋଇନପାରେ। ସମସ୍ତେ ଯୋଗୀ ହେବାକୁ ଚାହଁ, ସମସ୍ତେ ଧ୍ୟାନ କରିବା ପାଇଁ ଅଗ୍ରସର, ତାହା ହୋଇପାରେ ନାହିଁ। ଦିନସାରା ସଂସାରର ନାନା କର୍ମକାଣ୍ଡରେ ମିଶି ସନ୍ଧ୍ୟାବେଳେ କିଛି ସମୟ ବସି ନାକ ଚିପିଲେ କ'ଣ ହେବ? ଏହା କ'ଣ ଏତେ ସହଜ କଥା? 3 ଥର ନାକ ଚିପିଅଛ ଏବଂ ଏଥର ଋଷିମାନେ ଉଡ଼ି ଆସିବେ। ଏହା କି ସୁଆଙ୍ଗ? ଏହା କ'ଣ ପିଲା ଖେଳ? ଆବଶ୍ୟକ ଚିତ୍ତଶୁଦ୍ଧି। କିପରି ଏହି ଚିତ୍ତଶୁଦ୍ଧି ହେବ? ପ୍ରଥମେ ପୂଜା, ବିରାଟଙ୍କର ପୂଜା। ତୁମର ସମ୍ମୁଖରେ, ତୁମର ଚତୁର୍ଦିଗରେ ଯେଉଁମାନେ ରହିଛନ୍ତି, ସେମାନଙ୍କର ପୂଜା। ଏମାନଙ୍କର ପୂଜା କରିବାକୁ ହେବ। ସେବା ନୁହେଁ। ସେବା କହିଲେ ମୋର ଅଭିପ୍ରେତ ଭାବଟି ଠିକ୍ ବୁଝାଇବ ନାହିଁ। ପୂଜା ଶବ୍ଦ ଦ୍ୱାରା ହିଁ ଏହି ଭାବଟି ଠିକ୍ ପ୍ରକାଶ କରାଯାଏ। ଏହି ସବୁ ମନୁଷ୍ୟ, ଏହି ସବୁ ପଶୁ, ଏମାନେ ହିଁ ତୁମର ଈଶ୍ୱର ଏବଂ ତୁମର ସ୍ୱଦେଶବାସୀଗଣ ହିଁ ତୁମର ପ୍ରଥମ ଉପାସ୍ୟ। ତୁମମାନଙ୍କୁ ପରସ୍ପର ପ୍ରତି ଦ୍ୱେଷ, ହିଂସା ପରିତ୍ୟାଗ କରି ଏବଂ ପରସ୍ପର ମଧ୍ୟରେ ବିବାଦ ନ କରି ପ୍ରଥମେ ଏହି ସ୍ୱଦେଶୀଗଣଙ୍କୁ ପୂଜା କରିବାକୁ ହେବ। ତୁମେମାନେ ନିଜ ନିଜର ଘୋର କୁକର୍ମ ଫଳରୁ କଷ୍ଟ ପାଉଛ, ତଥାପି ଏତେ କଷ୍ଟରେ ମଧ୍ୟ ତୁମମାନଙ୍କର ଚକ୍ଷୁ ଖୋଲୁନାହିଁ। ବିଷୟ ପ୍ରକାଣ୍ଡ କେଉଁଠାରେ ଅଟକିବି ତାହା ଜାଣିପାରୁନାହିଁ। ସୁତରାଂ ମାନ୍ଦ୍ରାଜରେ ଯେଉଁ ଭାବରେ ମୁଁ କାର୍ଯ୍ୟ କରିବାକୁ ଚାହେଁ, 2-4ଟି କଥାରେ ତାହା ତୁମମାନଙ୍କ ନିକଟରେ ପ୍ରକାଶ କରି ମୁଁ ବକ୍ତୃତା ଶେଷ କରିବି। ଆମମାନଙ୍କୁ ସମଗ୍ର ଜାତିର ଆଧ୍ୟାତ୍ମିକ ଓ ଲୌକିକ ଶିକ୍ଷାର ଭାର ଗ୍ରହଣ କରିବାକୁ ହେବ। ଏହି କଥାରୁ କ'ଣ କିଛି ବୁଝିପାରୁଛ? ତୁମମାନଙ୍କୁ ତାହାର କଳ୍ପନା କରିବାକୁ ହେବ, ତାହାର ଆଲୋଚନା କରିବାକୁ ହେବ, ତାହା ସମ୍ବନ୍ଧରେ ଚିନ୍ତା କରିବାକୁ ହେବ। ପରିଶେଷରେ ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ହେବ। ଯେତେଦିନ ପର୍ଯ୍ୟନ୍ତ ତୁମେ ଏହା ନ କରିଛ, ସେତେଦିନ ପର୍ଯ୍ୟନ୍ତ ତୁମ ଜାତିର ଉଦ୍ଧାର ନାହିଁ। ତୁମେମାନେ ବର୍ତ୍ତମାନ ଯେଉଁ ଶିକ୍ଷା ଲାଭ କରୁଛ, ତାହାର କେତେଗୁଡ଼ିଏ ଗୁଣ ଅଛି ସତ୍ୟ, କିନ୍ତୁ
ତାହାର ପୁଣି କେତେଗୁଡ଼ିଏ ଦୋଷ ମଧ୍ୟ ଅଛି। ପୁଣି ଏହି ଦୋଷ ଏତେ ବେଶୀ ଯେ ଗୁଣଭାଗ ଏଥିରେ ବୁଡ଼ିଯାଏ। ପ୍ରଥମତଃ ଏହି ଶିକ୍ଷାରେ ମନୁଷ୍ୟ ପ୍ରସ୍ତୁତ ହୁଅନ୍ତି ନାହିଁ। ଏହି ଶିକ୍ଷା ସମ୍ପୂର୍ଣ୍ଣ ନାସ୍ତିଭାବପୂର୍ଣ୍ଣ। ଏହିପରି ଶିକ୍ଷାରେ ଅଥବା ଅନ୍ୟ ଯେକୌଣସି ଶିକ୍ଷାରେ ଏହିପରି ସବୁ ଭାଙ୍ଗି ରୁଜିଯାଏ, ତାହା ମୃତ୍ୟୁ ଅପେକ୍ଷା ମଧ୍ୟ ଭୟାନକ। ବାଳକ ସ୍କୁଲକୁ ଯାଇ ପ୍ରଥମେ ଶିଖିଲା, ତାହାର ବାପ ଗୋଟାଏ ମୂର୍ଖ। ଦ୍ୱିତୀୟତଃ, ତାହାର ପିତାମହ ଗୋଟାଏ ପାଗଳ। ତୃତୀୟତଃ, ପ୍ରାଚୀନ ଆଚାର୍ଯ୍ୟଗଣ ସମସ୍ତେ ଭଣ୍ଡ। ଏବଂ ଚତୁର୍ଥରେ, ସବୁ ଶାସ୍ତ୍ର ମିଥ୍ୟା। 16 ବର୍ଷ ବୟସ ହେବା ପୂର୍ବରୁ ହିଁ ସେ ଗୋଟିଏ ପ୍ରାଣହୀନ, ମେରୁଦଣ୍ଡହୀନ ନାଁର ସମିଷ୍ଟିରେ ପରିଣତ ହୁଏ। ଆଉ ଏହାର ଫଳ ଏହା ହିଁ ହୋଇଛି ଯେ ଏହିପରି 50 ବର୍ଷର ଶିକ୍ଷାରେ ଭାରତର 3 ପ୍ରେସିଡେନ୍ସି ମଧ୍ୟରେ ଗୋଟାଏ ହେଲେ ଲୋକ ମଧ୍ୟ ଜନ୍ମିଲା ନାହିଁ ଯିଏ ମୌଳିକତା ଭାବପୂର୍ଣ୍ଣ। ଆଉ ମୌଳିକତା ଭାବପୂର୍ଣ୍ଣ ସହ ଯେ କେହି ଏଠାରେ ଜନ୍ମ ଲାଭ କରିଛନ୍ତି, ସେ ଏ ଦେଶରେ ନୁହେଁ ଅନ୍ୟତ୍ର ଶିକ୍ଷା ଲାଭ କରିଛନ୍ତି, ଅଥବା ସେମାନେ ନିଜ ନିଜକୁ କୁସଂସ୍କାରରୁ ମୁକ୍ତ କରିବା ପାଇଁ ପ୍ରାଚୀନ ଶିକ୍ଷା ପ୍ରଣାଳୀ ଅବଲମ୍ବନ କରିଛନ୍ତି। ମୁଣ୍ଡରେ କେତେଗୁଡ଼ିଏ ଭାବ ପୁରାଇ ସାରା ଜୀବନ ହଜମ ହେଲା ନାହିଁ। ଅସମ୍ବଦ୍ଧ ଭାବରେ ମୁଣ୍ଡରେ ଘୂରିବାକୁ ଲାଗିଲା। ଏହାକୁ ଶିକ୍ଷା କୁହାଯାଏ ନାହିଁ। ଆମମାନଙ୍କୁ ବିଭିନ୍ନ ଭାବ ସମୂହକୁ ଏପରି ଭାବରେ ନିଜର କରିନେବାକୁ ହେବ, ଯାହାଦ୍ୱାରା ଆମମାନଙ୍କ ଜୀବନ ଗଠିତ ହେବ, ମନୁଷ୍ୟ ପ୍ରସ୍ତୁତ ହେବେ, ଚରିତ୍ର ଗଠିତ ହେବ। ଯଦି ତୁମେମାନେ 5ଟି ଭାବ ହଜମ କରି ଜୀବନ ଓ ଚରିତ୍ର ଏହି ଭାବରେ ଗଠିତ କରିପାର, ତେବେ ଯେଉଁ ବ୍ୟକ୍ତି ଗୋଟାଏ ସମ୍ପୂର୍ଣ୍ଣ ଲାଇବ୍ରେରୀ ମୁଖସ୍ଥ କରିଛି, ତାହା ଅପେକ୍ଷା ତୁମର ଅଧିକ ଶିକ୍ଷା ହୋଇଛି ବୋଲି କହିବାକୁ ପଡ଼ିବ। यथाक्षरश्चन्दन भारवाही भारस्य वेत्ता न तु चन्दनस्य। ଚନ୍ଦନ ଭାରବାହୀ ଗର୍ଦ୍ଧବ ଯେପରି ଏହାର ଭାର ହିଁ ବୁଝିପାରେ, ଅନ୍ୟାନ୍ୟ ଗୁଣ ବୁଝିପାରେ ନାହିଁ ଇତ୍ୟାଦି। ଯଦି ଶିକ୍ଷା କହିଲେ କେବଳ କେତେଗୁଡ଼ିଏ ବିଷୟ ଜାଣିବା ମାତ୍ର ବୁଝାଏ, ତେବେ ଲାଇବ୍ରେରୀ ଗୁଡ଼ିକ ତ ଜଗତର ଶ୍ରେଷ୍ଠ ସାଧୁ, ଅଭିଧାନ ସମୂହ ତ ଋଷି ହେବେ। ସୁତରାଂ ଆମମାନଙ୍କର ଏହି ଆଦର୍ଶ ହେବା ଉଚିତ ଯେ ଆମମାନଙ୍କ ଆଧ୍ୟାତ୍ମିକ ଓ ଲୌକିକ ସର୍ବବିଧ ଶିକ୍ଷା ଆମର ନିଜ ହାତରେ ନେବାକୁ ହେବ ଏବଂ ଯେତେ ଦୂର ସମ୍ଭବ ଜାତୀୟ ଭାବରେ ଏହି ଶିକ୍ଷା ପ୍ରଦାନ କରିବାକୁ ହେବ। ଅବଶ୍ୟ ଏହା ଗୋଟିଏ ଗୁରୁତର ବିଷୟ, କଠିନ ସମସ୍ୟା। ମୁଁ ଜାଣେ ନାହିଁ ଏହା କେବେ କାର୍ଯ୍ୟରେ ପରିଣତ ହେବ କି ନାହିଁ, କିନ୍ତୁ ଆମମାନଙ୍କୁ କାର୍ଯ୍ୟ ଆରମ୍ଭ କରିଦେବାକୁ ହେବ। କିପରି ଆମମାନଙ୍କୁ କାର୍ଯ୍ୟ କରିବାକୁ ହେବ? ଦୃଷ୍ଟାନ୍ତ ସ୍ୱରୂପ ଏହି ମାନ୍ଦ୍ରାଜର କଥା ଧର। ଆମମାନଙ୍କୁ ଗୋଟିଏ ମନ୍ଦିର କରିବାକୁ ହେବ, କାରଣ ହିନ୍ଦୁମାନେ ସକଳ କାର୍ଯ୍ୟରେ ପ୍ରଥମେ ଧର୍ମକୁ ଗ୍ରହଣ କରିଥାନ୍ତି। ତୁମେମାନେ କହିପାର, ଏହି ମନ୍ଦିରରେ କେଉଁ ଦେବତାଙ୍କର ପୂଜା ହେବ? ବିଭିନ୍ନ ସମ୍ପ୍ରଦାୟ ଏହି ବିଷୟ ଘେନି ବିବାଦ କରିପାରନ୍ତି। ଏପରି ହେବାର କିଛି ମାତ୍ର ଆଶଙ୍କା ନାହିଁ। ଆମେ ଯେଉଁ ମନ୍ଦିର କରିବା କଥା କହୁଛୁ, ତାହା ଅସାମ୍ପ୍ରଦାୟିକ ହେବ। ଏଥିରେ ସକଳ ସମ୍ପ୍ରଦାୟର ଶ୍ରେଷ୍ଠ ଉପାସ୍ୟ ଓଁକାରର କେବଳ ଉପାସନା ହେବ। ଯଦି କୌଣସି ସମ୍ପ୍ରଦାୟର ଓଁକାର ଉପାସନାରେ ଆପତ୍ତି ଥାଏ, ତେବେ ତାହାର ନିଜକୁ ହିନ୍ଦୁ କହିବାର କୌଣସି ଅଧିକାର ନାହିଁ। ଯେ ଯେଉଁ ସମ୍ପ୍ରଦାୟଭୁକ୍ତ ହୁଅନ୍ତୁ ନା କାହିଁକି, ସମସ୍ତେ ହିନ୍ଦୁ। ନିଜ ନିଜର ସମ୍ପ୍ରଦାୟଗତ ଭାବ ଅନୁସାରେ ସମସ୍ତେ ଏହି ଓଁକାରର ବ୍ୟାଖ୍ୟା କରିପାରନ୍ତି, କିନ୍ତୁ ସର୍ବସାଧାରଣଙ୍କ ଉପଯୋଗୀ ଗୋଟିଏ ମନ୍ଦିର ପ୍ରୟୋଜନ। ଅନ୍ୟାନ୍ୟ ସ୍ଥାନରେ ତୁମମାନଙ୍କ ବିଭିନ୍ନ ସମ୍ପ୍ରଦାୟର ପ୍ରତ୍ୟେକଙ୍କର ପୃଥକ୍ ପୃଥକ୍ ଦେବ ପ୍ରତିମା ଥାଇପାରନ୍ତି, କିନ୍ତୁ ଏଠାରେ ତୁମମାନଙ୍କଠାରୁ ଭିନ୍ନ ମତାବଲମ୍ବୀ ବ୍ୟକ୍ତିଗଣଙ୍କ ସହିତ ବିରୋଧ କରିବ ନାହିଁ। ଏଠାରେ ଆମମାନଙ୍କର ବିଭିନ୍ନ ସମ୍ପ୍ରଦାୟ ସମୂହର ସାଧାରଣ ମତମାନ ଶିକ୍ଷା ଦିଆଯିବ, ଅଥଚ ପ୍ରତ୍ୟେକ ସମ୍ପ୍ରଦାୟର ଏହି ସ୍ଥାନକୁ ଆସି ସେମାନଙ୍କର ମତ ସମୂହ ଶିକ୍ଷା ଦେବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବ। କେବଳ ଗୋଟିଏ ବିଷୟରେ ନିଷେଧ, ତୁମ ସହିତ କାହାର ମତବିରୋଧ ହେଲେ ସେହି ସମ୍ପ୍ରଦାୟ ସହିତ ବିବାଦ କରିପାରିବ ନାହିଁ। ତୁମର ଯାହା ବକ୍ତବ୍ୟ ଅଛି କହିଯାଅ, ଜଗତ ଏହା ଶୁଣିବାକୁ ଚାହେଁ। କିନ୍ତୁ ଅନ୍ୟାନ୍ୟ ବ୍ୟକ୍ତି ସମ୍ବନ୍ଧରେ ତୁମର କ'ଣ ମତ, ତାହା ଶୁଣିବା ପାଇଁ ଜଗତର ଅବକାଶ ନାହିଁ।
ତାହା ତୁମ ମନ ମଧ୍ୟରେ ଥାଉ। ଦ୍ୱିତୀୟତଃ, ଏହି ମନ୍ଦିର ସଙ୍ଗେ ସଙ୍ଗେ ଶିକ୍ଷକ ଓ ପ୍ରଚାରକ ଗଠନ କରିବା ପାଇଁ ଗୋଟିଏ ବିଦ୍ୟାଳୟ ରହିବ। ଏଠାରେ ଯେଉଁ ସମସ୍ତ ଆଚାର୍ଯ୍ୟ ଗଠିତ ହେବେ, ସେମାନେ ସର୍ବସାଧାରଣଙ୍କୁ ଧର୍ମ ଓ ଅନ୍ୟ ବିଦ୍ୟା ଶିକ୍ଷା ଦେବେ। ଆମେ ବର୍ତ୍ତମାନ ଯେପରି ଦ୍ୱାରେ ଦ୍ୱାରେ ଧର୍ମ ପ୍ରଚାର କରୁଛୁ, ସେମାନଙ୍କୁ ସେହିପରି ଧର୍ମ ଓ ବିଦ୍ୟା ଉଭୟ ପ୍ରଚାର କରିବାକୁ ହେବ। ଏହା ଅତି ସହଜରେ ହୋଇପାରିବ। ଏହି ସମସ୍ତ ଆଚାର୍ଯ୍ୟ ଓ ପ୍ରଚାରକମାନଙ୍କ ଚେଷ୍ଟାରେ ଯେପରି କାର୍ଯ୍ୟ ବିସ୍ତୃତ ହୋଇ ରହିବ, ସଙ୍ଗେ ସଙ୍ଗେ ଏହିପରି ଆଚାର୍ଯ୍ୟ ଓ ପ୍ରଚାରକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିବ। କ୍ରମଶଃ ଅନ୍ୟାନ୍ୟ ସ୍ଥାନରେ ଏହିପରି ମନ୍ଦିର ପ୍ରତିଷ୍ଠିତ ହେଉଥିବ, ଯେ ପର୍ଯ୍ୟନ୍ତ ସମଗ୍ର ଜଗତକୁ ଆଚ୍ଛାଦିତ ନ କରିପାରିଛି। ଏହା ହିଁ ମୋର ପ୍ରଣାଳୀ। ଏହା ଅତି ପ୍ରକାଣ୍ଡ ବ୍ୟାପାର ବୋଧ ହୋଇପାରେ, କିନ୍ତୁ ଏହା ହିଁ ଆବଶ୍ୟକ। ତୁମେମାନେ କହିପାର, ଟଙ୍କା କାହିଁ? ଟଙ୍କାର ପ୍ରୟୋଜନ ନାହିଁ। ଟଙ୍କାରେ କ'ଣ ହେବ? ଗତ 12 ବର୍ଷ ଧରି କାଲି କ'ଣ ଖାଇବି, ମୋର ତାହା ଠିକ୍ ନଥିଲା। କିନ୍ତୁ ମୁଁ ଜାଣିଥିଲି ଅର୍ଥ ଏବଂ ମୋର ଯାହା କିଛି ଆବଶ୍ୟକ, ସେସବୁ ଆସିବ ହିଁ ଆସିବ। କାରଣ ଅର୍ଥାଦି ମୋର ଦାସ। ମୁଁ ତ ତାହାର ଦାସ ନୁହେଁ। ମୁଁ କହୁଛି ନିଶ୍ଚୟ ଆସିବ। ପ୍ରଶ୍ନ କରେ, ଲୋକ କାହାନ୍ତି? ଆମମାନଙ୍କର ଅବସ୍ଥା କ'ଣ ହୋଇଛି, ତାହା ମୁଁ ପୂର୍ବରୁ ତୁମମାନଙ୍କୁ କହିଅଛି। ଲୋକ କାହାନ୍ତି? ହେ ମାନ୍ଦ୍ରାଜବାସୀ ଯୁବକ ବୃନ୍ଦ, ମୁଁ ତୁମମାନଙ୍କଠାରେ ଆଶା ରଖିଛି। ତୁମେମାନେ କ'ଣ ତୁମମାନଙ୍କ ସମଗ୍ର ଜାତିର ଆହ୍ୱାନ ଶୁଣିବ ନାହିଁ? ତୁମେମାନେ ଯଦି ପ୍ରକୃତରେ ମୋ କଥାରେ ଭରସା ରଖ, ତେବେ ମୁଁ ତୁମମାନଙ୍କୁ କହୁଅଛି, ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଭବିଷ୍ୟତ ଅତି ଗୌରବମୟ। ନିଜ ନିଜ ଉପରେ ପ୍ରବଳ ବିଶ୍ୱାସ ରଖ, ଯେପରି ବାଲ୍ୟାବସ୍ଥାରୁ ମୋର ଥିଲା। ସେହି ବିଶ୍ୱାସ ବଳରେ ମୁଁ ବର୍ତ୍ତମାନ ଏହି ସମସ୍ତ କଠିନ କାର୍ଯ୍ୟ ସାଧନରେ ସମର୍ଥ ହେଉଅଛି। ତୁମେ ପ୍ରତ୍ୟେକେ ନିଜ ନିଜଠାରେ ଏହି ବିଶ୍ୱାସ ରଖ ଯେ ଅନନ୍ତ ଶକ୍ତି ଆମ ସମସ୍ତଙ୍କ ଆତ୍ମାରେ ବିଦ୍ୟମାନ। ତୁମେମାନେ ସମଗ୍ର ଭାରତକୁ ପୁନର୍ଜୀବିତ କରିବ। ହଁ, ଆମେ ଜଗତରେ ସମସ୍ତ ଦେଶକୁ ଯିବୁ। ପୁଣି ଆଗାମୀ 10 ବର୍ଷ ମଧ୍ୟରେ ଆମମାନଙ୍କର ଭାବ ଯେଉଁ ସମସ୍ତ ବିଭିନ୍ନ ଶକ୍ତି ସହଯୋଗରେ ଜଗତର ପ୍ରତ୍ୟେକ ଜାତି ଗଠିତ ହେଉଛନ୍ତି, ତାହାର ଏକାଂଶ ସ୍ୱରୂପ ହେବ। ଆମମାନଙ୍କୁ ଭାରତାନ୍ତର୍ଗତ ଓ ଭାରତ ବହିର୍ଭୂତ ପ୍ରତ୍ୟେକ ଜାତିର ଜୀବନ ମଧ୍ୟରେ ପ୍ରବେଶ କରିବାକୁ ହେବ। ପୁଣି ଏହି ଅବସ୍ଥା ଆନୟନ କରିବା ପାଇଁ ଆମମାନଙ୍କୁ ଲାଗିପଡ଼ି ଉଦ୍ୟମ କରିବାକୁ ହେବ। ଏଥିପାଇଁ ମୁଁ ଚାହେଁ କେତୋଟି ଯୁବକ, ବେଦ କହୁଛନ୍ତି, आशिष्ठो दृढ़िष्ठो बलिष्ठो मेधावी। ଆଶାପୂର୍ଣ୍ଣ, ଦୃଢ଼ଚିତ୍ତ, ବଳିଷ୍ଠ ଏବଂ ମେଧାବୀ ଯୁବକଗଣ ଈଶ୍ୱର ଲାଭ କରିବେ। ଏହି ସମୟ ତୁମମାନଙ୍କର ଭବିଷ୍ୟତ ଜୀବନ ଗଢ଼ି ସ୍ଥିର କରିବାର ସମୟ। ଯେତେ ଦିନ ଯୌବନର ତେଜ ରହିଛି, ଯେତେ ଦିନ ତୁମେମାନେ କର୍ମଶାନ୍ତ ନ ହୋଇଛ, ଯେତେ ଦିନ ତୁମମାନଙ୍କ ଭିତରେ ଯୌବନର ନବୀନତା ଓ ସତେଜ ଭାବ ରହିଛି, କାର୍ଯ୍ୟରେ ଲାଗ। ଏହା ହିଁ ସମୟ। କାରଣ ନବପ୍ରସ୍ଫୁଟିତ, ଅସ୍ପୃଷ୍ଟ, ଅନାଘ୍ରାତ ପୁଷ୍ପ ହିଁ କେବଳ ପ୍ରଭୁଙ୍କ ପାଦପଦ୍ମରେ ଅର୍ପଣର ଯୋଗ୍ୟ। ସେ ଗ୍ରହଣ କରନ୍ତି। ତେବେ ଉଠ, ଓକିଲାତିର ଚେଷ୍ଟା ବା ବିବାଦ ବିସମ୍ବାଦ ପ୍ରଭୃତି କରିବା ଅପେକ୍ଷା ବଡ଼ ବଡ଼ କାର୍ଯ୍ୟ ଆମ ପାଇଁ ରହିଛି। ଆୟୁ ସ୍ୱଳ୍ପ, ସୁତରାଂ ତୁମମାନଙ୍କ ଜାତିର କଲ୍ୟାଣ ପାଇଁ, ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆତ୍ମ ବଳିଦାନ ହିଁ ଜୀବନର ଶ୍ରେଷ୍ଠତମ କର୍ମ। ଏହି ଜୀବନରେ ଆଉ କ'ଣ ଅଛି? ତୁମେମାନେ ହିନ୍ଦୁ ଓ ତୁମମାନଙ୍କର ମଜ୍ଜାଗତ ବିଶ୍ୱାସ ଯେ ଦେହର ନାଶରେ ଜୀବନର ନାଶ ହୁଏ ନାହିଁ। ସମୟେ ସମୟେ ମନ୍ଦ୍ରାଜୀ ଯୁବକମାନେ ଆସି ମୋ ନିକଟରେ ନାସ୍ତିକତାର କଥା କହିଥାନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ ହିନ୍ଦୁ କେବେ ନାସ୍ତିକ ହୋଇପାରେ। ପାଶ୍ଚାତ୍ୟ ଗ୍ରନ୍ଥାଦି ପାଠ କରି ସେ ମନେ କରିପାରେ ମୁଁ ଜଡ଼ବାଦୀ ହେଲି, କିନ୍ତୁ ସେ 2 ଦିନ ପାଇଁ। ଏହା ତୁମମାନଙ୍କର ମଜ୍ଜାଗତ ନୁହେଁ। ତୁମମାନଙ୍କ ଧାତୁରେ ଯାହା ନାହିଁ, ତାହା ତୁମେ କେବେ ହେଲେ ବିଶ୍ୱାସ କରିପାରିବ ନାହିଁ। ଏହା ତୁମମାନଙ୍କ ପକ୍ଷରେ ଅସମ୍ଭବ ଚେଷ୍ଟା। ଏପରି କରିବା ପାଇଁ ଚେଷ୍ଟା କର ନାହିଁ। ମୁଁ ବାଲ୍ୟାବସ୍ଥାରେ ଥରେ ଏହିପରି ଚେଷ୍ଟା କରିଥିଲି, କିନ୍ତୁ ଏଥିରେ କୃତକାର୍ଯ୍ୟ ହୋଇନାହିଁ। ଏହା ଯେ ହେବାର ନୁହେଁ।
ଜୀବନ କ୍ଷଣସ୍ଥାୟୀ, କିନ୍ତୁ ଆତ୍ମା ଅବିନାଶୀ ଓ ଅନନ୍ତ। ଅତଏବ ମୃତ୍ୟୁ ଯେତେବେଳେ ନିଶ୍ଚିତ, ଆସ ଗୋଟିଏ ମହାନ ଆଦର୍ଶ ଧରି ସେଥିରେ ହିଁ ସମଗ୍ର ଜୀବନକୁ ନିୟୋଜିତ କରିବା। ଏହା ହିଁ ଆମମାନଙ୍କର ସଂକଳ୍ପ ହେଉ ଏବଂ ସେହି ଭଗବାନ ଯେ ଶାସ୍ତ୍ର ମୁଖରେ କହିଅଛନ୍ତି ଯେ ମୁଁ ନିଜ ଜନଙ୍କ ପରିତ୍ରାଣ ପାଇଁ ବାରମ୍ବାର ଧରାଧାମରେ ଆବିର୍ଭୂତ ହୋଇଥାଏ, ସେହି ମହାନ କୃଷ୍ଣ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆମ ଉଦ୍ଦେଶ୍ୟ ସିଦ୍ଧିରେ ସହାୟକ ହୁଅନ୍ତୁ।